सहगणरघुनाथान्वितं तं सजीवम् साद्वैतं सावधूतं परिजनसहितं कृष्णचैतन्यदेवम् श्रीराधा कृष्णपादं सहगण ललिता श्रीविशाखान्वितांश्च नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिनिते नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशकारिणे हे कृष्ण करुणा सिंधु दीनबन्धो जगत्पते गोपेश कंद राधाकान्त नमस्तुते तप्त कंचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये कृष्णार्पणभ्यश्च कृपासिन्धुभ्येव च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्णप्रेमप्रदायते कृष्णाय कृष्णचैतन्याय गौरद्विषे नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवाचार्य भक्तवृंद हरे कृष्ण 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 हरे 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 राम 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 हरे हरे ओम नमो भगवते वासुदेवाय 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 ओम नमो भगवते वासुदेवाय। हरे कृष्ण श्रील प्रभुपाद प्रकार समस्त सद्गुरु वैष्णव शिक्षकों के कर्म में चेतन चेतन विशेष स्वभाव से विशेषकर महाप्रभु पार्षद सार्वभौम भट्टाचार्य विषय कि भगवान कृपारे मनोनीत हेले जड़े जीवन को प्रकृत सफल कर आम जगत में जिते बड़ सफल व्यक्तित्व हेले सफल विचार कर प्रकृत सफलता प्राप्त लाभ आम जगत जो सफलता को विचार कर सफलता कौन सफलता भौतिक दृष्टि में बहुत किसी सफल व्यक्तित्व होता पार कि भौतिकता दृष्टि जिते सफलता लाभ कले प्रकृत से व्यक्ति सफल शास्त्र कहना भौतिकता दृष्टि में जहाँ भी प्राप्त होती सी भी आमर नुहे धन अधिक थी ज्ञान अधिक थी बलर अधिक थी ये सब सब किसी भगवान तो आम से वस्तु को जहाँ प्राप्त होती कर्म फल हिसाब से जीव मैंने जहाँ सब प्राप्त होती भावी कि आम विचार मोर कर्म फल हिसाब से धन प्राप्त होती मोर कर्म फल हिसाब से ज्ञान प्राप्त होती जहाँ किसी आम जो जो जिनस को लेकिन निज विचार सफल व्यक्तित्व से वास्तविक आम अज्ञता तेना सब किसी मालिक तो भगवान तेणु आम पाखे जहाँ भी रही आम पाखे जहाँ भी ऐश्वर्य प्रकाशित हुए कर्मफल वशत हुए तो से मिल पाए कि जदि किसी ऐश्वर्य आम पाखे प्रकाशित होता ही भगवान भगवान गीता कहते जत जत विभूति मत सत्वं सीमपूजितमय हुआ तत्तदेव गच्छ मम तेज अंश संभूत अर्जुन 10 अध्याय विभूति जो भगवान कहे जो जहाँ जहाँ विभूति जहाँ पाखे देखुच मम तेज अंश संभूत मोर तेज
ମୋ ତେଜର ଅଂଶ ତାମାନେ ଆମ ପାଖରେ ଯାହା ବି ରହିଛି ଏଟା ଭଗବାନଙ୍କର ଅଂଶ। ଭଗବାନଙ୍କର ସେ ଶକ୍ତି ଭଗବାନ ଯାହା ରହିଛି ଆମ ପାଖରେ ଯାହା ରହିଛି ଏଟା ଭଗବାନଙ୍କର ତେଜର ଅଂଶ। ତାହେଲେ ଆମର କିଛି ନାହିଁ ନା। ତେଣୁ ଯିଏ ବିଚାର କରେ ନା ମୁଁ ଜୀବନରେ ସଫଳ ହେଇଯାଇଛି ଏଟା ଅଜ୍ଞତା। ସେ ଜାଣିପାରେ ନିଜକୁ ସେ ଭାବୁଛି କଣ ବିଚାର କଲେ ନା ପ୍ରକୃତି ଜୀବମାନ ଏଗୁଡିକ କର୍ମ ସଦୋଷ ଅହଙ୍କାର ବିଗୁଣା କର୍ତ୍ତା ଅମିତି ମନ୍ୟତେ। ଏ ଯୋଉ କର୍ତ୍ତାର ବିଚାର ମୁଁ ଏଟା କରିଛି ମୁଁ ଏଟା କରିଦେଇଛି ମୁଁ ଏଟା କରିଦେଇଛି ନା କହିବା ତାତ୍ପର୍ଯ୍ୟ ଆମ କଥା ଛାଡ଼ି ଦିଅନ୍ତୁ। ସାର୍ବଭୌମ କଥା ଆମେ ଯୋଉ ଆଲୋଚନା କରୁଛନ୍ତି ସେ କେତେବେଳେ ବ୍ୟକ୍ତିତ୍ବ ଜ୍ଞାନରେ ପୁରା ବହୁତ ଉଚ୍ଚ ସ୍ଥିତିରେ ସେ ରହିଛନ୍ତି। ଭାରତର ସର୍ବଶ୍ରେଷ୍ଠ ବିଦ୍ୱାନ କିନ୍ତୁ ସେ ବିଦ୍ୱତ୍ତାର କିଛି ମୂଲ୍ୟ ନାହିଁ। ଭଗବତ କୃପା ବିନା କୌଣସି ଜିନିଷ ମୂଲ୍ୟ ନାହିଁ। ଭଗବାନଙ୍କର କୃପା ବିନା ଆମେ ଯେତେ ବଡ଼ ସଫଳ ବ୍ୟକ୍ତି ଧରିଲେ ମଧ୍ୟ ତାର କିଛି ମୂଲ୍ୟ ନାହିଁ। ଏ ହେଲା ଗୋଟିଏ ସିଧା ସରଳ। ତ ସେ ପ୍ରସଙ୍ଗ ଆମେ ଶ୍ରବଣ କରୁଛନ୍ତି। ସେଥିପାଇଁ ମହାପ୍ରଭୁ ଯେତେବେଳେ ଯାଇଛନ୍ତି ମହାପ୍ରଭୁଙ୍କ ସେ ଯୋଉ ଅଷ୍ଟସାତ୍ତ୍ୱିକ ଭାବ ପ୍ରକାଶ ପାଇଛି। ଜଗନ୍ନାଥଙ୍କ ଦର୍ଶନ କଲା ପରେ ମହାପ୍ରଭୁ ଭାବ ବିହ୍ୱଳ ଦେଇକି ଯାଇଛନ୍ତି ଆଲିଙ୍ଗନ କରିବା ପାଇଁ। କିନ୍ତୁ ଆଲିଙ୍ଗନ କରିବା ପାଇଁ ଯାଇକି ସେଠି ସେ ମୂର୍ଚ୍ଛିତ ହେଇଛନ୍ତି। ମୂର୍ଚ୍ଛିତ ହେଲା ପରେ ସବୁ ପଣ୍ଡାମାନେ ବିଚାର କରୁଛନ୍ତି ଆରେ ଇଏ ତ ଭଗବାନଙ୍କର ଭୋଗ ଲାଗିବା ସମୟ ହେଲାଣି, ଇଏ କଣ ବାବା ସେଠି କଣ ଗୋଟେ ମୂର୍ଚ୍ଛିତ ହେଇ ପଡିଲେ। ତେଣୁ ସେମାନେ ବୁଝିପାରିନାହାନ୍ତି ମହାପ୍ରଭୁଙ୍କର କୃଷ୍ଣ ପ୍ରେମର ଯୋଉ ପରାକାଷ୍ଠା ପଣ୍ଡାମାନଙ୍କର ଗୋଚରୀଭୂତ ହେଇନି। ତେଣୁ ସେମାନେ ଉଦ୍ୟତ ହେଇଛନ୍ତି ତାଙ୍କୁ ଆଘାତ କରିବା ପାଇଁ। କିନ୍ତୁ ସାର୍ବଭୌମ ସେଠି ଉପସ୍ଥିତ ଥିଲେ ଏବଂ ସେ ସେଠି ବୁଝିପାରିଲେ ଏଇଟା କୌଣସି ସାଧାରଣ ବ୍ୟକ୍ତିର ଏଇଟା ଲକ୍ଷଣ ନୁହଁ। ଯଦି ସେ ଜାଣିପାରିନାହାନ୍ତି ଭଗବାନ ବୋଲି କିନ୍ତୁ ସେ ବୁଝିପାରୁଛନ୍ତି ଏଇ ଯୋଉ ଲକ୍ଷଣ ପ୍ରକାଶ ପାଇଛି ଏଇଟା କୌଣସି ବ୍ୟକ୍ତି ପାଖରେ ପ୍ରକାଶ ପାଇବାଟା ସମ୍ଭବ ନୁହଁ। କାହିଁକି ସେ ଲକ୍ଷଣ କିଭଳି ଆଜି ଆମେ ସବୁ ଶୁଣିବା ପାଇଁ ଯାଉଛନ୍ତି ବହୁତ ତତ୍ତ୍ୱ ଜିନିଷ। ସୁଦୀପ୍ତ ସାତ୍ତ୍ୱିକ ଏଇ ନାମ ଯେ ପ୍ରଳୟ ନିତ୍ୟ ସିଦ୍ଧ ଭକ୍ତି ସେ ସୁଦୀପ୍ତ ଭାବ ହୟ। ସାମଣ୍ଡାଚାର୍ଯ୍ୟ ଏଇଟା ବିଚାର କରୁଛନ୍ତି। ଯେହେତୁ ସେ ଥିଲେ ଶାସ୍ତ୍ରଜ୍ଞ ଭକ୍ତିର କଣ କହିଥିବ ଭକ୍ତିର ଅନୁଭବଟା ତାଙ୍କର ନାହିଁ। କିନ୍ତୁ ଥିଓରିଟିକାଲି ସେ ଜାଣିଛନ୍ତି ଏସବୁ ସିଦ୍ଧାନ୍ତ ଗୁଡାକ କଣ। ଶାସ୍ତ୍ର ଜ୍ଞାନୀ ନା ବେଦ ବେଦାନ୍ତ ଜାଣିଛନ୍ତି, ନ୍ୟାୟଶାସ୍ତ୍ର ଜାଣିଛନ୍ତି, ଭାରତର ସର୍ବଶ୍ରେଷ୍ଠ ବିଦ୍ୱାନ। ତେଣୁ ସେ ଶାସ୍ତ୍ର ସିଦ୍ଧାନ୍ତ ଦୃଷ୍ଟିରୁ ସବୁ ଜାଣିଛନ୍ତି କିନ୍ତୁ ସେ ଅନୁଭବ ନାହିଁ, ଭକ୍ତିର ଅନୁଭବ ନାହିଁ। ତେଣୁ ସେ ଦେଖିଲେ ଏଇ ଯୋଉ ମହାପ୍ରଭୁର ଏଇ ଯୋଉ ଭାବ ଏଟା ତ ସାଧାରଣ ନୁହଁ। ସୁଦୀପ୍ତ ସାତ୍ତ୍ୱିକ ଭାବ ନାମ ଯେ ପ୍ରଳୟ, ଏଟା ହଉଛି ପ୍ରଳୟ। ଆମେ ଶୁଣିଥିଲେ ନା କାଲି ଯୋଉ 8 ପ୍ରକାର ଯୋଉ କଣ ଅଷ୍ଟସାତ୍ତ୍ୱିକ ଭିତରେ ଯୋଉ 8 ପ୍ରକାର ଯୋଉ ପ୍ରଳୟ ମାନେ କଣ ଅବସ୍ଥା, ସେ 8 ପ୍ରକାର କଣ ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ସ୍ୱରଭେଦ, କମ୍ପ, ବୈବର୍ଣ୍ୟ, ପଶୁ, ପ୍ରଳୟ। ମାନେ ସବୁଠୁ ଶେଷଟା ହଉଛି ପ୍ରଳୟ। ଏ ଯୋଉ ପ୍ରଳୟଟା ସାଧାରଣ ଜୀବ ପାଖରେ ଏଟା ଦେଖାଯିବା ସମ୍ଭବ ନୁହଁ। ଏଟା ହବନି, କାହା ପାଖରେ ଏଟା ଦେଖାଯିବନି। ଆମ ପାଖରେ ବହୁତ ବଡ ହେଲେ 2-3ଟା ଆସେ। ସ୍ୱେଦ ଆସିପାରେ, ସ୍ୱେଦ ଦେଖାଯାଉଛି, ରୋମାଞ୍ଚ ମଧ୍ୟ ହେଇପାରେ। ଜାଗତିକ କଥାରେ ବି ରୋମାଞ୍ଚ ହେଇଯାଉଛି, ମଜାର କଥାରେ ବି ବ୍ୟକ୍ତିର ରୋମାଞ୍ଚ ହେଇଯାଉଛି। ସେଟା ଗୋଟେ ଭାବ। ସ୍ୱରଭଙ୍ଗ କଣ କଣ୍ଠ ଗଦଗଦ ହେଇଯିବ, ଏଟା ହୁଏ। ଅଶ୍ରୁ ଆସିବ, ଏଟା ଏଇ କେତୋଟି ଭାବ ଆମ ପାଖରେ କ୍ୱଚିତ ଦେଖାଯାଏ। ସବୁଠୁ ଶ୍ରେଷ୍ଠ ରହିଛି ପ୍ରଳୟ। ଏଟା ଦେଖାଯିବା ଏତେ ସହଜ ନାହିଁ। କାହିଁକି ଏ ଯୋଉ କହୁଛନ୍ତି ସୁଦୀପ୍ତ ସାତ୍ତ୍ୱିକ ଭାବ, ଏ ସୁଦୀପ୍ତ ସାତ୍ତ୍ୱିକ ଭାବଟା କଣ ମାନେ ପ୍ରେମର ଗାଢତା। ଯେତେବେଳେ ପ୍ରେମର ଗାଢତାରେ ସାତ୍ତ୍ୱିକ ଭାବ ଉତ୍ତରୋତ୍ତର ବୃଦ୍ଧିପ୍ରାପ୍ତ ହେଲେ ସିଏ ପୁଣି 5ଟା ଦଶାରେ ପରିବର୍ତ୍ତିତ ହୁଏ। ସେ 5ଟା ଦଶା କଣ ଦେଖନ୍ତୁ କିଭଳି 5ଟା ବୈଚିତ୍ର୍ୟ ଧାରଣ କରେ। ଏଠି ଯୋଉ ସୁଦୀପ୍ତ କୁହାଯାଉଛି ପ୍ରେମର ଗାଢରେ ଯେତେବେଳେ ସାତ୍ତ୍ୱିକ ଭାବଟା ଉତ୍ତରୋତ୍ତର ଉନ୍ନତି ଲାଭ କରେ ସେତେବେଳେ 5ଟା ଦଶା ହୁଏ। ସେଟା ହଉଛି ଧୂମାୟିତ, ଜ୍ୱଳିତ, ଦୀପ୍ତ, ଉଦ୍ଦୀପ୍ତ, ସୁଦୀପ୍ତ। ये 5ଟା ଭାବ ଅଛି। ମାନେ ଏଇ ଯୋଉ 5ଟା ଭାବ ପୁଣି ଶେଷଟା ହଉଛି କଣ ସୁଦୀପ୍ତ,
এটা মহাপ্রভু পাখରେ ଦେଖାଯାଉଛି ବିଶ୍ୱ ଶାସ୍ତ୍ର ସିଦ୍ଧାନ୍ତ ଏଟା ଆମେ ବୁଝିପାରିବେ କିନ୍ତୁ କେତୋଟି ଜିନିଷ ବୁଝିବା ପାଇଁ ଚେଷ୍ଟା କରିବା ଏ ଯୋଉ ସୁଦୀପ୍ତ ସାତ୍ଵିକ ଭାବ এটা କେଉଁଠି ସମ୍ଭବ କାରଣ ସାଧାରଣ ଭଟ୍ଟାଚାର୍ଯ୍ୟ ବିଚାର କରୁଛନ୍ତି ସୁଦୀପ୍ତ ସାତ୍ଵିକ ଭାବଟା ସବୁଠି ଆସେ ନାହିଁ ମାନେ ସମସ୍ତଙ୍କୁ ଦେଖାଯିବ କାହିଁକି କାରଣ ଏଟା ହେଉଛି ସବୁଠୁ ଶୀର୍ଷରେ ଥିବା ଭାବ ଅଧୀନ ମହାଭାବ ସ୍ତରରେ ଯେଉଁମାନେ ସ୍ଥିର ଥିବେ ତାଙ୍କ ପାଖରେ ସୁଦୀପ୍ତ ସାତ୍ଵିକ ପ୍ରକାଶ ଭାବଟା ପ୍ରକାଶିତ ହୁଏ କଣ ବୁଝିହଉଛି କିଛି ବୁଝିପାରୁନି ଅଧୀନ ମହାଭାବ କଣ ସିଏ ବି ଜାଣିବା ଦରକାର ନା ବୁଝିହଉଛି ଅଧୀନ ମହାଭାବ ସ୍ତରରେ ଯେଉଁମାନେ ଉପନୀତ ହେଇଥିବେ ତାଙ୍କ ପାଖରେ ସୁଦୀପ୍ତ ସାତ୍ଵିକ ବିକାରଟା ପ୍ରକାଶ ପାଏ এটা ସାଧାରଣ ଭଟ୍ଟାଚାର୍ଯ୍ୟ ଶାସ୍ତ୍ର ସିଦ୍ଧାନ୍ତରୁ ସେଟା ସେ ବୁଝିପାରେ ତାরা ବୁଝିବା ଉଚିତ କମ ସେ କମ ଅଧୀନ ମହାଭାବ କଣ ଆଚ୍ଛା ଭାବ କଣ ମହାଭାବ କଣ ଏସବୁ ଜାଣିବା ଦରକାର ନା ଯେତେବେଳେ ଆଶ୍ରୟଙ୍କର ବିଷୟ ପ୍ରତି ଯୋଉ ପ୍ରେମ ଭାବଟା ପ୍ରକାଶିତ ହୁଏ ଆଶ୍ରୟଙ୍କର ବିଷୟ ପ୍ରତି ଯୋଉ ପ୍ରେମ ପ୍ରବୃତ୍ତି ପ୍ରକାଶିତ ହୁଏ ଆଶ୍ରୟ କି ବିଷୟ କି ଆଶ୍ରୟ ହେଉଛନ୍ତି ଭକ୍ତ ବିଷୟ ହେଉଛନ୍ତି ଭଗବାନ ଅନ୍ୟ କଥାରେ ଭକ୍ତଙ୍କର ଭଗବାନଙ୍କ ପ୍ରତି ଯୋଉ ପ୍ରେମ ପ୍ରବୃତ୍ତି ଏଇଟା କିଭଳି ଯେତେବେଳେ ଭକ୍ତ ଚାହେଁ କଣ ଭଗବାନ ସହିତ ମିଶିବା ପାଇଁ ଭକ୍ତ ଭଗବାନ ସହିତ ମିଶିବା ପାଇଁ ଚାହିଁଥାଏ ଭଗବାନ ସେବା କରିବା ପାଇଁ ଚାହିଁଥାଏ ଭକ୍ତ ଯେତେବେଳେ ଭଗବାନ ସହିତ ମିଶେ ସେ ଯୋଉ ମାନେ ପ୍ରିୟତମଙ୍କର ସଙ୍ଗଲାପ କଲା ପରେ ମଧ୍ୟ ସେ ତୃପ୍ତ ହୋଇପାରିବ ସେ ଯୋଉ ପ୍ରେମ ପ୍ରତି ମାନେ ଭାବର ବିହ୍ୱଳତା ଏତେ ପୂର୍ଣ୍ଣ ହୁଏ ଯେ ମାନେ ସେଇ ସଙ୍ଗଟାକୁ ଲାଭ କଲା ପରେ ମଧ୍ୟ ସେ ତୃପ୍ତ ହେଇପାରେନି ସେଟା ସେ ଯଥେଷ୍ଟ ବୋଲି ବିଚାର କରିପାରେ ନା এই যে ভাব এটা বলে ভাব বিহ্বলতা সে ভাব বিহ্বলতারে যে অবস্থাটা প্রাপ্ত हुए সেটা বলে অনুরাগ এতিকলি বুঝনো আছে প্রিয়তমଙ୍କ সହିତ ଯେତେବେଳେ ଭକ୍ତ ମିଶେ ପ୍ରିୟ ମିଶେ কোন ଭକ୍ତଙ୍କ ଭଗବାନ ସହିତ ମିଶେ ସେ ଯୋଉ ପ୍ରେମର ଯୋଉ ମିଳନ ସେଠି କଣ କୁହାଯିବ ଅତୃପ୍ତ ଅବସ୍ଥା ମିଶିଲା ପରେ ମଧ୍ୟ ତାକୁ ଲାଗେ ମୁଁ ମିଶିନି ମାନେ ଆହୁରି କିଛି କଣ ଆକାଂକ୍ଷା ରହିଥାଏ ସେଟା ହଉଛି ଅନୁଭାବ ମାନେ ତୃପ୍ତ ହେଇପାରେ ନା ସେ ଅନୁଭାବଟା ମାନେ ସେଟା ହଉଛି ଭାବ ବିହ୍ୱଳତାର ପରିପ୍ରକାଶ ସେ ଅନୁରାଗଟା ଯେତେବେଳେ ସର୍ବୋଚ୍ଚ ସୀମାରେ ପହଞ୍ଚେ ଏବଂ ସେଟା ଶରୀରରେ ଯେତେବେଳେ ଦୃଶ୍ୟ ହୁଏ ସେଟା କୁହାଯାଏ ଭାବ ଖାଲି ଶାସ୍ତ୍ର ଯାହା ବୁଝିବା ଏଟା ଆମର ସେ ସ୍ଥିତି ନାହିଁ ସେଥିପାଇଁ ସେଟା ଅନୁଭବ କରିପାରିବା ଖାଲି ଶାସ୍ତ୍ର ବୁଝିବା ସେଟା କୁହାଯାଏ ଭାବ ଏବଂ ସେ ଭାବ ବିହ୍ୱଳତା ଯେତେବେଳେ ଅଧିକ ଗାଢ଼ ହୁଏ ସେତେବେଳେ ଯାଇକି ପହଞ୍ଚେ ମହାଭାବ କାରଣ ସେ ଶରୀରରେ ସବୁ ପ୍ରକାଶିତ ହୁଏ ଏଟା ଆମ ଶରୀରରେ ଦେଖାଯିବ ନାହିଁ ସେଇଥିପାଇଁ ଆମେ ଯାହା ଶରୀର ଆମ ଶରୀରରେ ଖାଲି ସ୍ୱର ଗୁଣଚ ଅଶ୍ରୁ ଏତିକି ଦେଖାଯାଏ ଅଳ୍ପ ବି ଦେଖାଯାଏ ପ୍ରାୟ ଏଇ ଯୋଉ ମହାଭାବ ଏଗୁଡ଼ାକ ପ୍ରଭୁପାଦ ବି ଲେଖିଛନ୍ତି ପ୍ରଭୁପାଦ ତାଙ୍କର ପର୍ପଟରେ ଏସବୁ ଲେଖିଛନ୍ତି ଚୈତନ୍ୟରେ ତ ଏଇ ଯୋଉ ମହାଭାବ এই লক্ষণটা তাহলে কেউଠି ଦେଖାଯାଏ এই ମହାଭାବଟା ସବୁଠି ଦେଖାଯାଏ ନାହିଁ ମହାଭାବଟା ଦେଖାଯାଏ କେବଳ ଗୋପୀମାନଙ୍କ ଶରୀରରେ ଗୋପୀମାନଙ୍କ ଶରୀରରେ এই ଯୋଉ ମହାଭାବଟା ଦେଖାଯାଇଥାଏ ଏବଂ ସେ ବିଚାର କରୁଛନ୍ତି ସାରମଠାଚାର୍ଯ୍ୟ କଣ ବିଚାର କରୁଛନ୍ତି ମହାଭାବ এই ମହାଭାବ ପୁଣି ଦୁଇ ପ୍ରକାର ପ୍ରକାଶ ହୋଇଛି ଗୋଟେ ହେଉଛି ରୂଢ଼ ମହାଭାବ ଗୋଟେ ହେଉଛି ଅଧୀର ମହାଭାବ ମହାଭାବ ପୁଣି ଦୁଇଟା ପ୍ରକାଶ রূঢ় অধিরূঢ় সে কথা এটা বলছেন অধিরূঢ় ভাব যার তার এ বিকার মনুষ্যর দেখে দেখি বড় চমৎকার তো সারমঠাচার্য বিচার করছেন অধিরূঢ় মহাভাব যার তার এ বিকার অধিরূঢ় ভাবটা যার ଅଛି এই যে বিকার এই বিকার মানে কোন বিকার সুদীপ্ত সাত্বিক ভাব অদৃঢ় ভাବରେ যে ସ୍ଥିର ରହିଛନ୍ତି ତାଙ୍କ ପାଖରେ ସୁଦୀପ୍ତ ସାତ୍ଵିକ ଭାବଟା ଦେଖାଯାଏ ତମେ ଶୁଣିଲ ନା এটা କାହା ପାଖରେ ଦେଖାଯାଏ ଗୋପୀମାନଙ୍କ ପାଖରେ ଦେଖାଯାଏ କୋଉଟା ଗୋପୀମାନଙ୍କ ପାଖରେ କୋଉଟା ଦେଖାଯାଏ ମହାଭାବଟା ଗୋପୀମାନଙ୍କ ପାଖରେ ଦେଖାଯାଏ କିନ୍ତୁ ଏ ଯୋଉ ଅଦୃଢ଼ ମହାଭାବ এটা ଗୋପୀମାନଙ୍କ ପାଖରେ ବି ଦେଖାଯାଏ এটা ଦେଖାଯାଏ କାହା ପାଖରେ এটা ରାଧାଙ୍କ ପାଖରେ ଦେଖାଯାଏ ସାରମଠାଚାର୍ଯ୍ୟ ସେ କଥା ଚିନ୍ତା କରୁଛନ୍ତି
ये जो महाभावर जो दुटा प्रकाश रहिला दुटा विभाग रहिला रूढ़ महाभाव अधूढ़ महाभाव अधूढ़ महाभाव कोन जो महाभाव रे केवल एतिकी जहाँ शास्त्र लिखाई से हम कहूची जो महाभाव रे रूढ़ भावुक्त अनुभव सकल द्वारा सात्विक भाव समूह कौन को विशिष्ट दशा प्राप्त हो ताकू कहे अधूढ़ महाभाव सेटा केमिति पचाली बुझे पारि शास्त्र जहाँ लिखाई से केवल सुनिया दरकार चरित्र लोक से लिखाई तेणु रूढ़ महाभावटा जेतोले आउरी अधिका कौन विशिष्ट दशा प्राप्त हुए सेटा होची अधूढ़ महाभाव तो सी विचार कर सकते कि जो अधूढ़ महाभाव ये जो कौन वैचित्र्य विशेष भाव में केवल सेठी संभव जोठी सुदीप्त सात्विक विकास पाए तामाने अन्य कथारे सेटा बुझी पारले जे केवल एटा राधाणी पाखरे प्रकाश पाइबा कथा केवल साधारण व्यक्ति धरे के प्रकाश पाउछ सामोटा जे इतिबे से विचार करले ये साधारण व्यक्ति नुहति किछ जाय पर साधारण आपण स्वयं राधाणी स्वयं कृष्ण राधाणी को भाव नहीं के एटा से बुझी पारना एई भाव रे से विचार करले कोन मनुष्य देहरे से देखो ना चैलेंज भीतर बोलती लिखाई छी अधूढ़ भावजार तारे विकार मनुष्य देहे देखि बड़ चमत्कार मनुष्य देहरे एटा केमिति देखा जाउछि एटा देखि जे बहुत चमत्कार मन आसी होछ मनुष्य देहरे के देखा जाउछि भावना किंतु पढ़ाने बुझी पाउ ना सालो जेहेतु ज्ञानी थिले से बुझी पारे से बेसी कोन कले सब भक्त को लगे कि प्राण लगे कि से नाम देई गले ताको निज घर को दे सा महाप्रभु ताको कि तो भाग इच्छा महाप्रभु जाय सार्वभौम को अच्छा मूर्छित अवस्था रे महाप्रभु से मूर्छित कि सार्वभौम घर अछंती सेही समय रे महाप्रभु कोन नित्यानंद अलग पार्षद मान सब छाड़ी पड़ी आस्थिला वर्तमान नित्यानंद एवं अन्य पार्षद मान समस्त आसी पहुंच गले सिंहद्वार पाखरे सिंहद्वार पाखरे आसी पहुंची समान सब खोजुଛନ୍ତି महाप्रभु गले महाप्रभु गले खोजुଛନ୍ତି किंतु जान करना सेठी समान सब सुनिले एमिति जने नवीन सन्यासी आस्थिले लोक सब कहू होଛନ୍ତି नवीन सन्यासी आस्थिले तो से आसी एमिति जगन्नाथ दर्शन करे जाउଥିଲେ जगन्नाथ दर्शन करे से मूर्छित होई पड़िले ये सब लोक माने सब कहू होଛନ୍ତି लोक माने जो कहू होଛନ୍ତି से समय नित्यानंद बुझी पाले ये केवल चैतन्य महाप्रभु आउ की तो से जान देले महाप्रभु एवली लीला करछन्ती एवली भाव प्रकाश होईची आदा पर बुझी ले महाप्रभु वर्तमान कोठी ना वर्तमान सार्वभौम को अछन्ती तेणु से समय कौन करिवे से चिंता करछन्ती ए समय गोपीनाथ आचार्य आसी पहुंचले गोपीनाथ आचार्य होचन्ती से जो सार्वभौमकर से होचन्ती भिणे महेश्वर विशारदकर से होचन्ती जामाता सार्वभौमकर महेश्वर विशारदकर पुत्र सार्वभौम तो गोपीनाथ आचार्य होचन्ती सार्वभौमकर भिणे तो से आसी से समय पहुंचले तर पहुंचले सेठी किंतु सी थिले गोपीनाथ आचार्य थिले महाप्रभुर परम भक्त माने सी महाप्रभु जानथिले किंतु सार्वभौम जानना गोपीनाथ आचार्य जानछन्ती महाप्रभु तत्वतः हेउछन्ती कृष्ण एटा जानछन्ती ताकर भक्त थिले सी किंतु सार्वभौम जानि नाहंती तो सी आसी से समय पहुंचले जेतरा से पहुंचे तापर कोन वर्तमान जे हम श्रवण करिया एवं सेठी मुकुंद दत्त एवं सेठी मुकुंद दत्त आदि समस्त सेठी पहुंचले तापर समस्त गोपीनाथ को सहित जे मुकुंद दत्तर पूर्व परिचय थिला हठात मुकुंद को देखि गोपीनाथ मध्ये आश्चर्य गेले तब सब पता होला महाप्रभु विशेष जिज्ञासा महाप्रभु विशेष आलोचना होला तापर समस्त जानले महाप्रभु सेठी गोपीनाथ से जाननथिले महाप्रभु से अछन्ती सार्वभौम को गुरु जायछन्ती से जाननथिले सेठी गोपीनाथ मुकुंद गालिबान कले एवं चैतन्य महाप्रभु विषय जिज्ञासा कले समस्त कहले ना चैतन्य महाप्रभु तान गोपीनाथ घर अछन्ती से समय महाप्रभुर आगम विषय तो गोपीनाथ जाननथिले वर्तमान सूचना पाइले एवं समस्त मिली मिसी कोन सार्वभौम को घर को जे विचार कले चैतन्य तो मन लिखाई तो समस्त आनंदित होछन्ती गोपीनाथ को देखि आनंद होछन्ती बले सर्वे जाई सार्वभौमर भवन
प्रभु देखी पाछे करिब ईश्वर दर्शन गीत सुनी गोपीनाथ सवारे लया सार्वभौम घरे गेला हरषित होया कारण सार्वभौमଙ୍କର ଘରଟା କେଉଁଠି ଏ କେହି ତ ଜାଣିନାହାନ୍ତି ଗୋପୀନାଥ ଜାଣିଛନ୍ତି ଯେ ତାଙ୍କର କଣ ହେବେ ସେ ମାନେ ତ ଏଇ ଯୋଉ ଭକ୍ତମାନେ ଯେ ଆସିଥିଲେ ନବଦ୍ୱୀପରୁ ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ ଅଲଗା ବର୍ଷ ଅଲଗା ଭକ୍ତମାନେ ଆସିଥିଲେ ସମସ୍ତେ ଆସିଥିଲେ କଣ ପାଇଁ ଜଗନ୍ନାଥ ଦର୍ଶନ କରିବା ପାଇଁ ଆସିଥିଲେ ପୁରୀକୁ ଆସିଥିଲେ ଜଗନ୍ନାଥ ଦର୍ଶନ କରିବା ପାଇଁ କିନ୍ତୁ ମହାପ୍ରଭୁଙ୍କ ପ୍ରତି ତାଙ୍କର ଏତେ ଆକର୍ଷଣ ଥିଲା ତ ମହାପ୍ରଭୁ ସେ ଶୁଣିଲେ ସେମାନେ ଜଗନ୍ନାଥ ଦର୍ଶନ କଲେ ଆଗେ ପ୍ରଭୁଙ୍କୁ ଦର୍ଶନ କଲେ ସେଇ ଜଗନ୍ନାଥ ମହାପ୍ରଭୁ କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଗେ ମହାପ୍ରଭୁ ଦର୍ଶନ କରିବା ପାଇଁ ସେମାନେ ବିଚାର କଲେ ଏଠି ସେମିତି କହୁଛନ୍ତି ଆଗେ ଯାଇକି ମହାପ୍ରଭୁ ଦର୍ଶନ କରିବା ତାପରେ ପାଛେ ଜଗନ୍ନାଥ ଦର୍ଶନ କରିବା ପ୍ରଭୁ ଦେଖି ପାଛେ କରିବ ଈଶ୍ୱର ଦର୍ଶନ ଆଗେ ପ୍ରଭୁଙ୍କୁ ଦେଖିବା ପଛରେ ଈଶ୍ୱରଙ୍କୁ ଦର୍ଶନ କରିବା ଜଗନ୍ନାଥ ପଛରେ ଦର୍ଶନ କରିବା ଏଇଭଳି କହିକି ସମସ୍ତେ ଭକ୍ତମାନେ ଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଘରକୁ କିନ୍ତୁ ସବୁ ଭକ୍ତମାନେ ସାର୍ବଭୌମଙ୍କ ଘରକୁ ଗଲେ ସାର୍ବଭୌମ ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ ଖୁସି ହେଲେ କାହିଁ ଖୁସି ହେଲେ ତ ଚିହ୍ନି ନଥିଲେ କେମିତି ଖୁସି ହେଲେ ଚିହ୍ନି ସିନା ନଥିଲେ ଅଲଗା ଭକ୍ତମାନଙ୍କୁ ସିନା ଚିହ୍ନି ନଥିଲେ ଗୋପୀନାଥ ପାଇଯାଇଛନ୍ତି ତାଙ୍କ ସାଙ୍ଗରେ ତ ଗୋପୀନାଥ ଯେହେତୁ ସବୁ ଭକ୍ତମାନଙ୍କୁ ନେଇକି ଯାଇଛନ୍ତି ସେ ଦେଖିକି ଖୁସି ହେଲେ ଆନନ୍ଦ ହେଲେ ସମସ୍ତେ ସେ ସ୍ୱାଗତ କଲେ ସମସ୍ତଙ୍କୁ ବହୁତ ସୁନ୍ଦର ସମ୍ମାନ ଦେଲେ ବିଦ୍ୱାନ ନା ଜାଣିଛନ୍ତି ନା ଅତିଥିଙ୍କୁ କେମିତି ସ୍ୱାଗତ କରାଯାଏ ଜାଣିଛନ୍ତି ସମସ୍ତ ସ୍ୱାଗତ କଲେ ପ୍ରାର୍ଥନା କଲେ ଏବଂ ସମସ୍ତଙ୍କୁ ଦେଇକି ମହାପ୍ରଭୁଙ୍କ ପାଖରେ ପହଞ୍ଚିଲେ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର ଚରଣ ଧୂଳି ବି ନେଲେ ସର୍ବ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣ ଧୂଳି ନେଲେ ଦେଖୁନାହାନ୍ତି କେତେ ସୁନ୍ଦର ଚୈତନ୍ୟ ଭାଗବତରେ ଲେଖା ହେଇଛି ନିତ୍ୟାନନ୍ଦ ଦେଖି ସାର୍ବଭୌମ ମହାଶୟ ଲୟା ଚରଣ ଧୂଳି କରିବା ବିନୟ ନିତ୍ୟାନନ୍ଦ ପ୍ରଭୁଙ୍କର ଚରଣ ଧୂଳି ନେଲେ ଜାଣିପାରିଲେ ମହାପ୍ରଭୁ ବିଭୂତି ଆଉ ତ ଯାହା ବି ହଉ କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କୁ ସମସ୍ତେ ଯାଇକି ଦେଖିଲେ ଚୈତନ୍ୟ ମହାପ୍ରଭୁ ମୂର୍ଚ୍ଛିତ ହେଇକି ଅଛନ୍ତି ସବୁ ପାର୍ଶ୍ୱରେ ଦେଖିଲେ ମହାପ୍ରଭୁଙ୍କର ଯୋଉ ଅବସ୍ଥା ସମସ୍ତେ ଦେଖୁଛନ୍ତି ମହାପ୍ରଭୁ ଅଛନ୍ତି ସେଇ ସମୟରେ ସମସ୍ତେ ଦର୍ଶନ କରିଛନ୍ତି ଏବଂ ସେ ସମୟ ନିତ୍ୟାନନ୍ଦ ପ୍ରଭୁ କହିଲେ ସମସ୍ତଙ୍କୁ ବୁଝେଇଲେ ଆଉ ଆପଣ କେହି ଅଧୈର୍ଯ୍ୟ ହୁଅନ୍ତୁ ନାହିଁ ମହାପ୍ରଭୁଙ୍କର ଏମିତି ବେଳେ ବେଳେ ହୁଏ ମହାପ୍ରଭୁଙ୍କର ଏଇ ଯୋଉ ଦଶାଟା ହୁଏ ଆପଣ କେହି ଚିନ୍ତିତ ହୁଅନ୍ତିନି ଏମିତି ହୁଏ କୌଣସି ଭୟ ନାହିଁ ଆପଣ ଚିନ୍ତିତ ହୁଅନ୍ତିନି କାରଣ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆମେ ଶୁଣିଥିଲେ ଗତକାଲି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କ ପାଖରେ ବସିଥିଲେ ଜଗନ୍ନାଥ ମନ୍ଦିର ସେ ମୁଖ୍ୟ ପରିଚାଳକ ଥିଲେ କିନ୍ତୁ ସେ ମହାପ୍ରଭୁଙ୍କ ପାଖରେ ବସି ସେବା କରୁଥିଲେ ସେ ଯାଇନଥିଲେ ମନ୍ଦିର ଜାଣୁଥିଲେ ଜଣେ ମହାପୁରୁଷ ଏତିକି ଜାଣିଥିଲେ ସେ ତାଙ୍କ ପାଖରେ ବସି ସେବା କରୁଥିଲେ ବହୁତ ଚିନ୍ତିତ ଥିଲେ କଣ ଏ ଅବସ୍ଥା ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଆଶ୍ୱାସନା ଦେଲେ ନାଇଁ ଆପଣ ଚିନ୍ତା କରନ୍ତୁନି କେହି ବି ଚିନ୍ତା କରନ୍ତୁନି ଏମିତି ମହାପ୍ରଭୁ ତ କଣ ଆମେ ସିନା କହୁଛେ ମହାପ୍ରଭୁ ସିଏ କଣ ଜାଣିଥିଲେ ନା ମହାପ୍ରଭୁ ସାର୍ବଭୌମ ତ ଇଏ ତାଙ୍କୁ ବୁଝଉଛନ୍ତି ମହାପ୍ରଭୁଙ୍କର କିନ୍ତୁ ସାର୍ବଭୌମ ତାଙ୍କୁ ଲାଗୁଥିଲେ କଣ ଶ୍ରୀକୃଷ୍ଣ ଚୈତନ୍ୟ ସମସ୍ତେ ଶ୍ରୀକୃଷ୍ଣ ଚୈତନ୍ୟ ବୋଲି ହିଁ ଜାଣିଥିଲେ ତ ଏଇଭଳି ତାଙ୍କର ହୁଏ ବେଳେବେଳେ ଏବଂ ତାପରେ ସାର୍ବଭୌମ ସୁସ୍ଥିର ହେଲେ ଠିକ ଅଛି ବର୍ତ୍ତମାନ ଶିଖାଲେ ତାପରେ ସବୁ ଭକ୍ତମାନଙ୍କର ଜଗନ୍ନାଥ ଦର୍ଶନ କରିବା ପାଇଁ ବ୍ୟବସ୍ଥା କଲେ ଠିକ ଅଛି ଆପଣ ସମସ୍ତେ ଜଗନ୍ନାଥ ଦର୍ଶନ କରିବେ ସାର୍ବଭୌମ ଯେହେତୁ ଜଗନ୍ନାଥ ମନ୍ଦିରର ମୁଖ୍ୟ ପରିଚାଳକ ଥିଲେ ଦର୍ଶନ କରିବା ପାଇଁ ତାଙ୍କ ପାଇଁ କିଛି ଅସମ୍ଭବ ନାହିଁ ସହଜରେ ଦର୍ଶନ କରି ନେବେ ସେଥିପାଇଁ ଦର୍ଶନ କରିବା ପାଇଁ ତାଙ୍କୁ ଯୋଉ କହିଲେ ଠିକ ଅଛି ଆପଣ ସହଜରେ ଦର୍ଶନ କରିବେ ଏବଂ ସେ ଦାୟିତ୍ୱ ଦେଲେ ତାଙ୍କର ପୁତ୍ରକୁ ସାର୍ବଭୌମର ପୁତ୍ର ହଉଛନ୍ତି ଚନ୍ଦନେଶ୍ୱର କହିଲେ ଆପଣ ଚନ୍ଦନେଶ୍ୱରଙ୍କ ସହାୟତାରେ ଯାଆନ୍ତୁ ଚନ୍ଦନେଶ୍ୱରକୁ ଯାଇକି ସମସ୍ତେ ଦର୍ଶନ କରିବେ ଏଇଭଳି କହିକି ସମସ୍ତେ ଗଲେ ଦର୍ଶନ କରି ସମସ୍ତେ ଆନନ୍ଦରେ ମନ୍ଦିରକୁ ଗଲେ ଯେତେବେଳେ ମନ୍ଦିରକୁ ଯାଇଛନ୍ତି ଦେଖନ୍ତୁ କଣ ହଉଛି ମନ୍ଦିରକୁ ପହଞ୍ଚିଲା ପରେ ପଣ୍ଡାମାନେ ସବୁ ଜାଣିଦେଲେ ଯଦି ଚନ୍ଦନେଶ୍ୱରଙ୍କ ସହିତ ଯାଇଛନ୍ତି ସବୁ ଭକ୍ତମାନେ ପଣ୍ଡାମାନେ ଜାଣିଦେଲେ ଏଇ ସବୁ ଆସିଛନ୍ତି ଶ୍ରୀକୃଷ୍ଣ ଚୈତନ୍ୟ ସହିତ ତାଙ୍କର କଣ ଗୋଷ୍ଠୀ ନବଦ୍ୱୀପରୁ ଆସିଛନ୍ତି ନଦିଆରୁ ଆସିଛନ୍ତି ପଣ୍ଡାମାନେ କହିଲେ ସ୍ଥିର ହେଇ ଜଗନ୍ନାଥ ସଦେଇ ଦେଖିବା ପୂର୍ବ ଗୋସାଇଙ୍କ ମତ କେହ ନା କରିବା କି ରୂପ ତମର কিছু না পারি বুঝিতে ସ୍ଥିର ହେଇ ଦେଖ ତବେ ଯାଇ ଦେଖାଇଲେ ପଣ୍ଡାମାନେ କହିଲେ ତମେ ସ୍ଥିର ହେଇ ଯାଇକି ଦେଖିବ ପୂର୍ବ ଗୋସାଇ ଭଳିଆ ତମେ କିଛି କରିବ ପୂର୍ବ ଗୋସାଇ କଣ କରିଥିଲେ
ନା ନା ମୂର୍ଚ୍ଛିତ ହିଁ ନଥିଲେ। ପୂର୍ବ ଗୋସାଇଁ କଣ କରୁଥିଲେ? ଦୌଡ଼ିକି ଯାଇଥିଲେ ଆଳିଙ୍ଗନ କରିବା ପାଇଁ। ମୂର୍ଚ୍ଛିତ ପରେ ହେଲେ। ପଣ୍ଡାମାନେ କହିଲେ ତ ସ୍ଥିର ହେଇଯିବ ଯିବ ଦେଖିବ ତାହେଲେ ଦେଖେଇବ। ତ ଯେ ପୂର୍ବ ଗୋସାଇଁ ମାନେ ସବୁ ଦୌଡ଼ିବ ଜଗନ୍ନାଥ ଆଳିଙ୍ଗନ କରିବା ପାଇଁ। ସେ କଥା କହୁଛନ୍ତି ସ୍ଥିର ହେଇ ଜଗନ୍ନାଥ ସଭିଏ ଦେଖିବା। ପୂର୍ବ ଗୋସାଇଁଙ୍କ ମତ କେହ ନା କରିବା। ପୂର୍ବ ଗୋସାଇଁ ଭଳି ପୂର୍ବ ଯୋଉ ଆସିଥିଲେ ତାଙ୍କ ଭଳି କେହି କରିବ? ଏମାନେ ତ ଜାଣିନାହାନ୍ତି ନା। ତାଙ୍କ ଭଳି କେମିତି ଉତ୍ପାଦ ହବନି ଯାଇକି ଜଗନ୍ନାଥ ଆଲିଙ୍ଗନ କରିବା ପାଇଁ। ଯଦି ସେଭଳି ଯିବ କହୁଛନ୍ତି କିରୁକ୍ତ ମରା କିଛି ନାମା ଯିବୁ ତମେ ସବୁ କିଭଳିଆ ତାକୁ କିଛି ବୁଝିପାରୁନ। ଜଗନ୍ନାଥ ଦର୍ଶନ କଲନି ଦୌଡ଼ିବ ଯାଇକି ଜଗନ୍ନାଥ ଆଲିଙ୍ଗନ କରିବା ପାଇଁ। ତେବେ କେମିତି ଆମେ କିଛି ବୁଝିପାରୁନୁ। ସ୍ଥିର ହେଇ ଦେଖ ତବେ ଜାଣି ଦେଖାଇବ। ସ୍ଥିର ହେଇକି ଦେଖ ତାହେଲେ ତୁମ ଆମେ ଠିକ ଦର୍ଶନ କରିବୁ ଦର୍ଶନ କରିବୁ। ତାମାନେ ଏଠୁ ବୁଝା ଯାଉଛି ଏଠୁ କେବଳ ଗୋଟିଏ ଜିନିଷ ଜଣାଯାଏ ଏଇ ମାନଙ୍କର କେବଳ ଗୋଟିଏ ଜିନିଷ ଜଣାଯାଏ ସେମାନଙ୍କୁ ଯୋଉ ନେଇକି ଦର୍ଶନ କରୁଥିଲେ ପୁରା ନିକଟକୁ ନେଇ ଦର୍ଶନ କରୁଥିଲେ। କଣ ନେଇକି ଦର୍ଶନ କରାନ୍ତିନି କି? ଦର୍ଶନ କରନ୍ତି ଯୋଉ ନିକଟକୁ ନେଇ ଦର୍ଶନ କରାନ୍ତି ତାଙ୍କ ନିକଟକୁ ନେଇ ଦର୍ଶନ କରୁଥିଲେ ବୋଧେ କିନ୍ତୁ କହିଲେ ଧୀରେ ସ୍ଥିର ହେଇକି ଯିବ। ଆଉ ତାପରେ କଣ କହୁଛନ୍ତି ଦେଖନ୍ତୁ ସେ ତ ଜାଣିନାହାନ୍ତି ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ବୋଲି। ତାପରେ କଣ କହୁଛନ୍ତି ସେମାନେ ଖଣ୍ଡମାନଙ୍କର ଗୋଟେ ଭଲ ଗୁଣ ରହିଛି ସେମାନଙ୍କର ଯାହା ଦୋଷ ଥାଉ ତାଙ୍କ ଦୋଷ ଦେଖିବା ଉଚିତ ନୁହଁ। ତାଙ୍କର ଗୋଟେ ଭଲ ଗୁଣ ରହିଛି। କାଲି ଆମେ ଶୁଣୁଥିଲେ 119 ପ୍ରକାର ସେବକ ରହିଛନ୍ତି। ଯିଏ ଯାହା କରୁଛନ୍ତି କରନ୍ତୁ ଯିଏ ଯାହା ଭୁଲ କରୁଛନ୍ତି ଆମେ ସେଟା ଆପଲୋଡ କରିବା ଉଚିତ ନୁହଁ। କିନ୍ତୁ ତାଙ୍କର ଗୋଟେ ଭଲ ଗୁଣ ଆମେ ଦେଖିବା ଉଚିତ ସେମାନେ ଜଗନ୍ନାଥଙ୍କୁ କିନ୍ତୁ ଭଗବାନ ବୋଲି ମାନନ୍ତି। ନା ନାହିଁ? ସେ କହିଲେ ନା କାଳିଆ ସବୁ କାଳିଆ ଆମର ସବୁ କିଛି। କାଳିଆ ଅଛି କାଳିଆ ସବୁ କିଛି। ଏଇ ଯୋଉ ବିଶ୍ୱାସଟା ତାଙ୍କର ରହିଛି ଆଉ ତାଙ୍କର ଭୁଲ ଆମେ କାହିଁ ଦେଖିବା? ଭଗବାନ ତାଙ୍କର ସେବା କରୁଛନ୍ତି ଆମେ ଭୁଲ ଦେଖି ଲାଭ କଣ? ଭଗବାନ ତାଙ୍କର ସେବା ନଉଛନ୍ତି ନା ତାଙ୍କର ଯଦି କିଛି ଭୁଲ ହବ ଆମର କଣ ଶିକ୍ଷା ଦେବେ ନା? ଆମେ ତାଙ୍କୁ ଶିକ୍ଷା ଦେଇପାରିବା ନା ଆମେ ତାଙ୍କୁ ସୁଯୋଗ ଦେଇପାରିବା କଣ କରିବା? ତେଣୁ ଆମେ ସେଟା ଦେଖିବା ଉଚିତ। ତାଙ୍କର ଏଇଟା ବହୁତ ବଡ଼ ଭୁଲ। ଦେଖୁନାହାନ୍ତି କଣ ରାତିରେ କେତେ ଲେଟ୍ରେ ଗଲେ ପୁଣି ସେମାନେ ସକାଳେ ପୁଣି ସେବା କଲା। ଆମେ ତ ରାତିରେ ଟିକେ ଲେଟ୍ରେ ଶୋଇଲେ ଆଉ ସକାଳୁ ଉଠିବାନି କି? ଆମର ଏଇଟା ହଉଛି ନା ସେମାନଙ୍କୁ ସେଇଟା ସବୁ କେତେ ପରିଶ୍ରମ କରୁଛନ୍ତି ଯାହା ବି କରୁଛନ୍ତି ତାଙ୍କର ସ୍ୱଭାବ ତ ସମସ୍ତଙ୍କର ରହିଛି ନା ସ୍ୱଭାବ ଭିତରେ ଗୋଟେ ସ୍ୱଭାବ ରହିଛି ନା। କିନ୍ତୁ ଭଗବାନଙ୍କ ସେବା ଲାଗିଛନ୍ତି ଆମ ଜଣେ ଭକ୍ତ ଯଦି ପ୍ରଶ୍ନ ପଚାରିଥିଲେ କଟକରେ ମୁଁ ତାଙ୍କୁ ସେବା କରିବି ଆମେ ସେଥିରେ ମୁଣ୍ଡ ଉପରେ ଅଛି ସେମାନେ ଯାହା କରନ୍ତି ଭଗବାନଙ୍କର ନିଜ ଲୋକ ସେମାନେ କାହିଁକି ଭୁଲ କରିବେ? ବୋଲେ ଭଗବାନଙ୍କ ନିଜ ଲୋକ ଯଦି ଭୁଲ କରୁଛନ୍ତି ତାହେଲେ ବୁଝିଲେ ଯେ ଭଗବାନଙ୍କ ଇଚ୍ଛାରେ ସେଟା କରୁଛି। ସେ ମତେ ପ୍ରଶ୍ନ ପଚାରିଲେ କଟକରେ କହିଲେ ଯଦି ସେମାନେ ଭଗବାନଙ୍କ ନିଜ ସେବାରେ ଲାଗିଛନ୍ତି ଭଗବାନଙ୍କ ସେବାରେ ଯଦି ଲାଗିଛନ୍ତି ସେମାନେ କାହିଁକି ଭୁଲ କରୁଛନ୍ତି? ସେମାନେ କାହିଁକି ଏମିତି ଇଏ କରୁଛନ୍ତି ସେ କରୁଛନ୍ତି ସେ ସବୁ ବିଭିନ୍ନ କଥା କହିଲେ। ମୁଁ କହିଲି ସେଟା ଆମେ ବିଚାର କରିବା ଉଚିତ ନୁହଁ ସେଟା ଭଗବାନଙ୍କ ଇଚ୍ଛାରେ ବି ହଉଛି। ଭଗବାନଙ୍କ ଇଚ୍ଛାରେ ହଉଛି ଭଗବାନ ତାଙ୍କୁ ପୁଣି ସିଦ୍ଧାନ୍ତ ଦେବେ। ମୁଁ ତାଙ୍କୁ ଉଦାହରଣ ଦେଲି ଆଉ କଣ ଉଦାହରଣ ଦେବି? ଦେଖନ୍ତୁ ଭଗବାନଙ୍କର ପୁତ୍ର ମାନେ ପୁଣି ନିଶା ସେବନ କରି ପରସ୍ପର ଭିତରେ କଳି କଜିଆ କଲେ କି ଭାଗବତରେ ରହିଛି ପ୍ରସଙ୍ଗ ଭଗବାନଙ୍କର ଯଦୁବଂଶୀ ମାନେ ନିଜ ଭିତରେ ପୁଣି କଳହ କଲେ କି ନାହିଁ? କଳହ କରି ତ ସମସ୍ତେ ଧ୍ୱଂସ ହେଇଗଲେ। ଶେଷରେ ଯୋଉ କଳିଯୁଗ ପ୍ରବେଶ ହେଇଛି ସେମାନେ ପରସ୍ପର ପୁଣି ନିଶା ସେବନ କରିକି ସେମାନେ ପୁଣି ପରସ୍ପର ଭିତରେ କଳହ କରିଥିଲେ। ସେଠି ପୁଣି ଭଗବାନ କଣ କଲେ? ଭଗବାନ ଆସି ଯୋଉମାନେ ରହିଯାଇଥିଲେ ସେ ଯେତିକି ନଷ୍ଟ ହେଇଥିଲେ ଯୋଉମାନେ ରହିଯାଇଥିଲେ ବଞ୍ଚି ଯାଇଥିଲେ ଭଗବାନ କୃଷ୍ଣ ବଳରାମ ନିଜେ ହେରକାର ଭୋଗ ଘାସକୁ ଧରିକି ଲୁହା ହେଇଥିଲେ ସେ ଧରିକି ସଂଗ୍ରାମ କଲେ। ତ ଭଗବାନଙ୍କ ଇଚ୍ଛାରେ ହିଁ ହଉଛି ଆମେ ଏଇଟା ବୁଝିବା ଆବଶ୍ୟକ। ସେଇଟା ଆମେ ବିଭକ୍ତ ହେଲେ ଏଇଟା ସଚେତନ ହଉଛି ତା ପ୍ରଶ୍ନ ଆମକୁ ବେଳେବେଳେ ଗାଳି କରୁଛନ୍ତି ନିନ୍ଦା କରୁଛନ୍ତି ନା ନାଇଁ ଆସିଲେ ଆସିଗଲେ କେତେ କଥା କହୁଛନ୍ତି ସେ କହିବେ ଆମକୁ କହୁନାହାନ୍ତି ଆମେ ଗଲେ ଆମକୁ ବି କହୁଛନ୍ତି କିନ୍ତୁ ଆମେ ତ ଭଲ ଲୋକ ଅଛନ୍ତି ଭଲ ପ୍ରଣାଳୀ ଅଛନ୍ତି ସେମାନେ ଯାଇକି ଜଗନ୍ନାଥ ମନ୍ଦିର ପହଞ୍ଚନ୍ତି। ଆମେ ତ ଗଣେଶ ସଙ୍ଗୀତ ନେଇଯାଇଛୁ ରାତିରେ ସେ ଜଣେ ସେବକ ସେ ଜଗନ୍ନାଥଙ୍କ ଯୋଉ ଡ୍ରେସ୍ ବାହାରେ ସେ ଡ୍ରେସ୍ ପାଇଁ ଆମ ମୁଣ୍ଡ ଉପରେ ଲଗେଇଦେଲେ। ଆପଣ ବହୁତ ସେ ଭଲ ହେଲେ ଆପଣ ପ୍ରକୃତରେ ଆମେ ଏଠି ଖାଲି ସେବା କରୁଛନ୍ତି କିନ୍ତୁ ଆପଣ ପ୍ରକୃତରେ ଜଗନ୍ନାଥଙ୍କର ବାଣୀକୁ ପ୍ରଚାର କରୁଛନ୍ତି ସମଗ୍ର ବିଶ୍ୱରେ ପ୍ରଚାର କରୁଛନ୍ତି। ଆପଣମାନଙ୍କ ଯୋଗୁଁ ଲୋକମାନେ ଆସୁଛନ୍ତି ଜଗନ୍ନାଥ
ତାଙ୍କର ଭଲ ଲୋକ ବି ଅଛନ୍ତି ନା, ଖରାପ କେହି ନାହିଁ, ସମସ୍ତେ ଭଲ ଜଗତରେ। ଆମ ହୃଦୟଟା ଯେତେବେଳେ ଶୁଦ୍ଧ ହବ ସେତେବେଳେ ଆମେ ଏଇଟା ବୁଝିପାରିବା। ସେ ଶୁଦ୍ଧି ପ୍ରକ୍ରିୟା ତ ନାମ ସଙ୍ଗୀତ ସେ ପୁରା ଦେଖି ମାନେ ଆମର ଆଖିରେ ଲୁହ ଆସେ। ଆମେ ଭାବୁଥିଲୁ ଭଣ୍ଡାର ସବୁ ଖରାପ ବୋଲି, ଏଇ ତ ଆମେ ତ କିଛି କହିଲେ ସେ ତାଙ୍କ ତରଫରୁ ଦେଲେ, ତାଙ୍କ ତରଫରୁ ଜଗନ୍ନାଥ ଡ୍ରେସ୍ କିଣି ଯେତେ ମାନେ ଥିଲୁ ସମସ୍ତଙ୍କ ଲୋକ ଲଗାଇଥିଲେ ଜଗନ୍ନାଥ ଡ୍ରେସ୍। ସେମାନେ କଣ କହୁଛନ୍ତି, ତାଙ୍କର ଏଇ ଯୋଉ ଭାବଟା କହୁଛି ଜଗନ୍ନାଥଙ୍କର ତାଙ୍କର ଭାବନା ଗୋଟେ ଅଲଗା। ଯେ ରୂପ ତୋମାର କରିଲେ ନ ଏକ ଜନେ, ଜଗନ୍ନାଥ ଦୈବ ରହିଲେ ନ ସିଂହାସନେ। ବିଶେଷ ବାକି କରିବ ଯେ ଦେଖିଲ ତାন, ସେ ଆଛାড়ে ଅନ୍যের কি দেহে রহে প্রাণ। এতে তোমারা সভা অচিন্ত্য কথন, সম্বরিয়া ଦେଖିବା କରିଲୁ ନିବେଦନ। ପ୍ରଭୁମାନେ କହୁଛନ୍ତି ଯେ ରୂପ ତୋମାର କରିଲେ ନ ଏକ ଜନେ, ଜଗନ୍ନାଥ ଦୈବେ ରହିଲେ ନ ସିଂହାସନ। ତୁମର ଜଣେ ଲୋକ ଆସିକି ଯାହା ଏଠି କରିଥିଲେ, ଯେ ରୂପ ତୋମାର କରିଲେ ନ ଏକ ଜନେ, ସେ ଯାହା କରିଥିଲେ ସେ ବଞ୍ଚିବାର ଆଶା ନଥିଲା। ସେମାନେ ତ ଜାଣିନାହାନ୍ତି ମହାଭାରତର ସ୍ଥିତିଟା କଣ, ସୁଦୀପ୍ତ ସାତ୍ଵିକ ଯୋଉ ଭାବଟା ସାଲଭାସଟା ଥିଲେ ସେ ବିଦ୍ୱାନ ବୋଲି ଜାଣିଲେ, ଏମାନେ ଜାଣିଛନ୍ତି ଇଏ କଣ ତାଙ୍କ ବିଚାର କଣ କହୁଛନ୍ତି, କହୁଛନ୍ତି ସିଏ ବଞ୍ଚିବାର ଆଶା ନଥିଲା। ଜଗନ୍ନାଥ ଦୈବେ ରହିଲେ ସିଂହାସନରେ, ସିଂହାସନରେ ଜଗନ୍ନାଥ ଅଛନ୍ତି ବୋଲି ସିଏ ବଞ୍ଚିଲେ। ସିଂହାସନରେ ବସିଛନ୍ତି ଜଗନ୍ନାଥ ବସିଛନ୍ତି ବୋଲି ଦୈବେ ଜଗନ୍ନାଥଙ୍କ କୃପାରେ, ଜଗନ୍ନାଥ ଦୈବେ ଜଗନ୍ନାଥଙ୍କ କୃପାରେ ରହିଲେ ସିଂହାସନରେ, ସେ ସିଂହାସନ ରହିଛନ୍ତି ତାଙ୍କରି କୃପାରୁ ସେ ବଞ୍ଚିଲେ, ନହେଲେ ତାଙ୍କର ବଞ୍ଚିବାର ବି ଆଶା ନାହିଁ। ମାନେ ଇଏ ତାଙ୍କୁ ବୁଝୁଛନ୍ତି ଏଭଳି। ସାଧାରଣ ସ୍ଥିତି ଆଜି ପର୍ଯ୍ୟନ୍ତ ଲୋକମାନେ କହୁଛନ୍ତି ନା ଚୈତନ୍ୟ ମହାପ୍ରଭୁ କିଏ, ମହାପୁରୁଷ। ଚୈତନ୍ୟ ମହାପ୍ରଭୁ କିଏ ନା ଜଣେ ମହାପୁରୁଷ, ବାସ୍। ବହିରେ ପଢାଉଛି ସେ ବହିରେ ପଢାଉଛି ଜାଣନ୍ତି ଯିଏ ବହି ଲେଖିଛି ଜାଣେ। ଜାଗାରେ ପ୍ରଶ୍ନ ପଚାରିଥିଲେ ବିଭୁ ବିଶ୍ଳେଷଣ କରିବା ସମୟରେ ଚୈତନ୍ୟ ମହାପ୍ରଭୁ ଜଣେ ମହାପୁରୁଷ, ଜଣେ ଭକ୍ତ। କାହିଁକି ନା ପ୍ରଚ୍ଛନ୍ନ ଅବତାର ମହାପ୍ରଭୁ ନିଜକୁ ପ୍ରକାଶ କରିନାହାନ୍ତି ଭଗବାନ ବୋଲି, କେତେଟା ଜାଗାରେ ପ୍ରକାଶ କରିଛନ୍ତି, ସମସ୍ତେ କଣ ଜାଣିପାରିବେ? ସେ ଭକ୍ତ ସଙ୍ଗ କଲେ ସିନା ବୁଝିବେ, ନହେଲେ ବୁଝିବେ। ତ ଏଇଭଳି ସେ କହୁଛନ୍ତି ବିଶେଷ ବା କି କରିବ ଯିଏ ଦେଖିଲ ତା, ଆମେ କଣ କହିବୁ ତାକୁ ଯାହା ଆମେ ଦେଖିଛୁ, ସେ ଯୋଉ ଅବସ୍ଥାରେ ପଡିଲେ କଣ ସେ ଆଛାଡେ ଅନ୍ୟର କି ଦେହେ ରହେ ପ୍ରାଣ। ସେ ଯୋଉ ଆଛାଡେ ମାନେ ଆଛାଡ ଖାଇକି ଯୋଉ ପଡିଥିଲେ, ଏ ଯୋଉ କଚଡା ଖାଇକି ଯୋଉ ପଡିଲେ ଆଛାଡ ହେଇକି, ଅନ୍ୟର କି ଦେହେ ରହେ ପ୍ରାଣ, ଅନ୍ୟ ଯଦି କୌଣସି ବ୍ୟକ୍ତି ଏଇଭଳି ପଡିବ ତା ଦେହରେ ପ୍ରାଣ ରହିବ? ପ୍ରାଣ ରହିବନି। ଖାଲି ଜଗନ୍ନାଥ ଅଛନ୍ତି ସିଂହାସନରେ ବୋଲି ସେ ବଞ୍ଚିଗଲେ। ସେଇଥିପାଇଁ କହୁଛନ୍ତି, ସେଇଥିପାଇଁ ଏତେ ତମର ସବୁ ଅଚିନ୍ତ୍ୟ କଥା ନୁହଁ, ତୁମେ ସବୁ ଅଚିନ୍ତ୍ୟ ଲୋକ, ତୁମର ସବୁ ଅଚିନ୍ତ୍ୟ କଥା କହୁଛନ୍ତି, ତୁମେ ସବୁ ଆଶ୍ଚର୍ଯ୍ୟ ଜନକ ଲୋକ। ସମ୍ବରିଆ ଦେଖିବା କରିବୁ ନିବେଦନ, ସମସ୍ତେ ସମ୍ବରଣ କରିବ, ତା ସଂଯତ ହେଇକି ଯାଇକି ଦେଖିବ, ଦୌଡ଼ିବନି ଦେଖିବା ପାଇଁ, ଜଗନ୍ନାଥ ଆଲିଙ୍ଗନ କରିବା ପାଇଁ କେହି ଯିବନି, ପ୍ରଣାମୀ ବୋଲି କହିବ। ଶୁଣି ସବେ ହାସିତେ ଲାଗିଲା ଭକ୍ତ ଗଣ, ଚିନ୍ତା ନାହିଁ ବୋଲି ସବେ କରିଲା ଗମନ। ସବୁ ଭକ୍ତ ଠିକ ଅଛି, ଆପଣ ଚିନ୍ତା କରନ୍ତୁ, ଆମେ ଯୋଉ କାହିଁକି ନା ନିତ୍ୟାନନ୍ଦ ଅଛନ୍ତି ଆମ ଠିକ ଅଛି, ଆପଣ ଚିନ୍ତା କରନ୍ତୁ, ଆମେ ସବୁ ଯିବୁ ଠିକ ସେ ଦର୍ଶନ। ଏଇଟା ଚୈତନ୍ୟ ଚରିତାମୃତ ଚୈତନ୍ୟ ଭାଗବତରେ ଶୁଣିଛି, କାରଣ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାକୁ ବିଭିନ୍ନ ଶାସ୍ତ୍ରରେ ଆମେ ଦେଖିବାକୁ ପାଉଛେ। ଚୈତନ୍ୟ ଚରିତାମୃତରେ ଅଛନ୍ତି, ଚୈତନ୍ୟ ଭାଗବତରେ ଅଛନ୍ତି, ଚୈତନ୍ୟ ମଙ୍ଗଳରେ ଅଛନ୍ତି, କିଛି କିଛି ଭକ୍ତି ରତ୍ନାକରରେ ବି ରହିଛନ୍ତି। ତ ଏଇଭଳି ସବୁ ତାଙ୍କ ଆଶ୍ୱାସନରେ ପଣ୍ଡାମାନ କଲେ କି ସେ ଆପଣ ଚିନ୍ତା କରନ୍ତୁ, ଆମେ ଯିବୁ ସଂଯତ ହେଇକି ଦର୍ଶନ କରିବୁ ଏବଂ ଦର୍ଶନ କରି ଆସିବୁ, ଏଭଳି କରି ଗଲେ। ଏବଂ ଚନ୍ଦ୍ରେଶ୍ୱର ତ ତାଙ୍କୁ ନେଇଥିଲେ ସମସ୍ତେ ଦର୍ଶନ କରିବା ପାଇଁ। ଚନ୍ଦ୍ରେଶ୍ୱର ନେଇକି ସମସ୍ତେ ଚନ୍ଦ୍ରେଶ୍ୱରଙ୍କ ସହିତ ସମସ୍ତେ ପୁରା ଅତ୍ୟନ୍ତ ଆନନ୍ଦିତ ହେଲେ, ମହାପ୍ରଭୁ ଦର୍ଶନ ଜଗନ୍ନାଥ ଦର୍ଶନକୁ ସମସ୍ତେ ଆନନ୍ଦିତ ହେଲେ ଏବଂ ପ୍ରେମାଶ୍ରୁ ବିସର୍ଜନ କରିଛନ୍ତି। ସମସ୍ତେ ଜଗନ୍ନାଥ ଦଣ୍ଡବତ ପ୍ରଣାମ କରିଛନ୍ତି, ସ୍ତୁତି କରିଛନ୍ତି ଏବଂ ଜଗନ୍ନାଥଙ୍କ ପ୍ରସାଦ ମେଳା ତାକୁ ମିଳିଲା। ଜଗନ୍ନାଥ ପ୍ରସାଦ ମେଳା ନେଲେ, ସମସ୍ତେ ଆସିଲେ, ତୁଳସୀ ପ୍ରସାଦ ମେଳା ସବୁ ନେଇକି
ବେଶ ରହିନାହାନ୍ତି, ମନ୍ଦିରରେ ବେଶ ରହିନାହାନ୍ତି, ଗଲେ ଜଗନ୍ନାଥ ଦର୍ଶନ କଲେ ସଙ୍ଗେ ସଙ୍ଗେ ଫେରିଲେ। କାହିଁକି ସଙ୍ଗେ ସଙ୍ଗେ ଫେରିଲେ? ବେଶ କାହିଁ ଲାଗିଲେ? କାରଣ ମହାପ୍ରଭୁଙ୍କୁ ଛାଡ଼ିକି ଆସିଛନ୍ତି ନା। ମହାପ୍ରଭୁ ଅଛନ୍ତି ସାର୍ବଭୌମ ଘରେ, ସଙ୍ଗେ ସଙ୍ଗେ ସାର୍ବଭୌମ ଘରକୁ ଫେରିଲେ। କାରଣ ମହାପ୍ରଭୁ ଛାଡ଼ି ଆସିଛନ୍ତି ମାନେ କଣ? ମହାପ୍ରଭୁଙ୍କର ମୂର୍ଚ୍ଛିତ ଅବସ୍ଥାଟା ଦର୍ଶନ କରିକି ଆସିଛନ୍ତି ନା। ମହାପ୍ରଭୁ ସେଠି ମୂର୍ଚ୍ଛିତ ହେଇକି ଅଛନ୍ତି, ଖାଲି କଣ ଆଉ କିଛି ହୃଦସ୍ପନ୍ଦନ ବି ନାହିଁ, ଖାଲି ନିଶ୍ୱାସଟା ଯାଉଛି। ତୋଳାରେ ଯାହା ଦେଖିଥିଲେ ସାର୍ବଭୌମ ସେତିକି, କିନ୍ତୁ ନିତାନ୍ତ ଜାଣିପାରିଛନ୍ତି ମହାପ୍ରଭୁ ଏମିତି ହୁଏ। ହେଲେ ବି ସେ ଅବସ୍ଥାଟା ଯେହେତୁ ଦର୍ଶନ କରିଛନ୍ତି, ଜଗନ୍ନାଥ ଦର୍ଶନ କରି ସଙ୍ଗେ ସଙ୍ଗେ ଫେରିଲେ। ମହାପ୍ରସାଦ ତୁଳସୀ ମାଳ ନେଇକି ସଙ୍ଗେ ସଙ୍ଗେ ଫେରିଲେ। ଯାଇକି ଫେରିଛନ୍ତି, ଦେଖିଲେ ମହାପ୍ରଭୁ ସେଇଭଳି ପୂର୍ବ ଅଛନ୍ତି, ସେଇ ଅବସ୍ଥାରେ। ସେ ସମୟରେ ଆଉ ଦେଖୁଛନ୍ତି ମହାପ୍ରଭୁ ତ ସେଇଭଳି ଅବସ୍ଥାରେ ଅଛନ୍ତି, ସାର୍ବଭୌମ ତାଙ୍କ ପାଦ ତଳେ ବସିଛନ୍ତି। ନିତାନ୍ତଟା ଦେଖି ବହୁତ ଖୁସି ହେଇଗଲେ, ଯାହା ହଉ ଏ ସାର୍ବଭୌମ ମହାପ୍ରଭୁ କୃପା ନିଶ୍ଚିତ ପାଇଲେ। କାହିଁକି? ପାଦ ତଳେ ବସିବା ସହଜ କଥା ନୁହେଁ। ଦୁର୍ଯ୍ୟୋଧନ ଯାଇଥିଲେ କି ନାହିଁ କୃଷ୍ଣ ପାଦ ତଳେ ବସିଥିଲା? ଅର୍ଜୁନ କୋଉଠି ବସିଥିଲେ? ଆମର ସ୍ଥିତିଟା କଣ କି? ଆମ ସ୍ଥିତିଟା ଭଗବାନଙ୍କର ପାଦ ତଳେ ନା। ଆମ ସ୍ଥିତି ଭଗବାନଙ୍କର, ସାଧୁମାନଙ୍କର, ବୈଷ୍ଣବଙ୍କର ପାଦ ତଳେ। ଯିଏ ଏଇ ଭାବନାରେ ରହନ୍ତି ସେ ତୁଳନା ପାଆନ୍ତି। ଦୁର୍ଯ୍ୟୋଧନ ଗଲା କହିଲା ମୁଁ ଆଗେ ଆସିଛି, ଏଇଟା ଦେଖିକି ନିତାନ୍ତ ବହୁତ ଖୁସି ହେଇଗଲେ। ଆଶୀର୍ବାଦ କରୁଛୁ। ଯଦିଓ ସେ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଇଏ କୃଷ୍ଣ, ସ୍ୱୟଂ କୃଷ୍ଣ ଜାଣିନାହାନ୍ତି, କିନ୍ତୁ ମହାପୁରୁଷ ବିଚାର କରୁଛନ୍ତି ଭାବର ଦେଖାଯାଏ ରାଧାଙ୍କ ପାଖରେ ଏଇଭଳି ଆଶ୍ଚର୍ଯ୍ୟ ହେଇକି ସେ କୋଉଠି ରହିଛନ୍ତି। ଏଇଭଳି ଯେତେବେଳେ ଯାଇଛନ୍ତି ସମସ୍ତେ ଦେଖିଲେ ମହାପ୍ରଭୁ ଏଭଳି କରିଛନ୍ତି ଏବଂ ସାର୍ବଭୌମ ତାଙ୍କ ପାଦ ତଳେ ବସିଛନ୍ତି। ସମସ୍ତେ ଉଚ୍ଚସ୍ୱରରେ ଉଚ୍ଚ କରି କରେ ସବେ ନାମ ସଂକୀର୍ତ୍ତନ, ତୃତୀୟ ପ୍ରହର ହେଲା ପ୍ରଭୁର ଚେତନ। ଉଚ୍ଚ କରି ସମସ୍ତେ ନାମ ସଂକୀର୍ତ୍ତନ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ଉଚ୍ଚସ୍ୱରରେ ସମସ୍ତେ ନାମ ସଂକୀର୍ତ୍ତନ କଲେ। ନାମ ସଂକୀର୍ତ୍ତନ ଏଭଳି ନାମ ସଂକୀର୍ତ୍ତନ ଚାଲିଛି, ମହାପ୍ରଭୁଙ୍କର ଚେତା ଫେରିଲା। କେତେ ସମୟ ପରେ? ତୃତୀୟ ପ୍ରହରେ। ତୃତୀୟ ପ୍ରହର ମାନେ କେତେ ଘଣ୍ଟା କହିଲେ? ତୃତୀୟ ପ୍ରହର ମାନେ କମ ସେ କମ 9 ଘଣ୍ଟା ପରେ। ଅଷ୍ଟପ୍ରହରୀ ହଉନି କି? ଅଷ୍ଟପ୍ରହରୀ 8ଟା ପ୍ରହରୀ, 8ଟା ପ୍ରହରୀ ମାନେ କେତେ? 24 ଘଣ୍ଟା। ତୃତୀୟ ପ୍ରହରୀ ମାନେ ମୁଁ କୋଉ କାଲକୁଲେସନ କରୁଛି, ସେ କହୁଥିଲେ ଯାଇଥିବ ତ ଯୋଉ ସମୟ ହେଇଥିବ ଦେଖୁନ ସେ କଥା ଆକୁ ଆସୁନି। ଏତେ ସମୟ ସେ ପୁରା ପଢୁଛନ୍ତି ସେମିତି ସେ ଭାବ ମହାପ୍ରଭୁ। ଯେତେବେଳେ ସମସ୍ତେ ଏଭଳି ନାମ ସଂକୀର୍ତ୍ତନ କଲେ, ଆଉ କିଛି କରିନାହାନ୍ତି, ଭକ୍ତାଙ୍କ ବସି କେବଳ ନାମ ସଂକୀର୍ତ୍ତନ କଲେ। ନାମ ସଂକୀର୍ତ୍ତନ କଲେ ଭଗବାନ ଉଠିଲେ, କୃଷ୍ଣ ଅତି ରସ୍ତ ହୋଇକି ଉଠିଲେ। ସେଦିନ ଯିଏ ଭଗବାନଙ୍କ ନାମ ସଂକୀର୍ତ୍ତନ କରୁଛନ୍ତି, ଦେଖନ୍ତୁ ଭଗବାନ ତାଙ୍କ ଉପରେ କେତେ ପ୍ରସନ୍ନ ହୁଅନ୍ତି। ଭଗବାନ କହିଲେ ନିଜେ କୃଷ୍ଣ ଅଧିରସ୍ତ କହିକି ଚୈତନ୍ୟଙ୍କୁ ସମସ୍ତଙ୍କୁ ଆଶୀର୍ବାଦ ଦେଲେ। ଏଠି ସମସ୍ତଙ୍କର ମତି କୃଷ୍ଣ ପାଖରେ ଲାଗିଥିବ। ତେଣୁ ଆମେ ଯେତେବେଳେ ନାମ କରୁଛନ୍ତି, ନାମ କଲେ ଭଗବାନଙ୍କର ଆଶୀର୍ବାଦ ପାଇବା। କୃଷ୍ଣଙ୍କର ମତି ହୁଏ। ତ ଏଇଭଳି ଯେତେବେଳେ ସେ ଉଠିଲେ, ସାମ ବୁଝିପାରିଲେ ଏ ଜଣେ ସନ୍ନ୍ୟାସୀ। ସେ ଜାଣିପାରିଲେ ଏ ଜଣେ ବୈଷ୍ଣବ ସନ୍ନ୍ୟାସୀ। କାରଣ କୃଷ୍ଣ ମତିରସ୍ତ ଏଟା ବୈଷ୍ଣବମାନେ କହିଥାନ୍ତି। ବୈଷ୍ଣବ କହିଥାନ୍ତି ଅନ୍ୟମାନେ ଆପଣ ଆଉ ଯାହାକୁ ପ୍ରଚାର ପ୍ରଣାମ କରିବେ, ସେ କଣ କହିବେ? ଆୟୁଷ୍ମାନ ଭବ। ଗାଁ ଗହଳିରେ ପ୍ରଚାର କଲେ କଣ କହନ୍ତି? ବୁଢା ହେଇଥା। ବୁଢା ହେଇକି କଣ ପାଣି ଧରି ଚାଲିବ? ଗାଁରେ କିଏ କଣ ପ୍ରଣାମ କଲେ ବୁଢା ହେଇଥା। ଝିଅମାନେ ପ୍ରଣାମ କଲେ କଣ କହନ୍ତି? ବୁଢୀ ହେଇଥା। ତ ସେମାନେ ଏଟା କହନ୍ତି, କିନ୍ତୁ ବୈଷ୍ଣବ ଯେତେବେଳେ ପ୍ରଣାମ କରାଯାଏ, ବୈଷ୍ଣବ କହନ୍ତି କୃଷ୍ଣ ଅଧିରସ୍ତ। ତ ଏଇ ଜାଣିଦେଲେ ଯେ ହଉଛନ୍ତି କଣ? ବୈଷ୍ଣବ ସନ୍ନ୍ୟାସୀ। ଏବଂ ସେ ସମୟରେ ନାମ ସଂକୀର୍ତ୍ତନ ଚାଲିଛି। ନାମ ସଂକୀର୍ତ୍ତନ ଶୁଣି ମହାପ୍ରଭୁଙ୍କ ଶରୀରରେ ଗୋଟେ ଅଦ୍ଭୁତ ପରିବର୍ତ୍ତନ ଦେଖୁଛନ୍ତି।
ଗୋଟେ ସୁନ୍ଦର କଣ ଅଦ୍ଭୁତ ଆନନ୍ଦର ଲହରୀ ଗୋଟେ ଖେଳି ଯାଉଛି ଏଇଟା ଦେଖୁଛନ୍ତି ସାର୍ବଭୌମ ଏବଂ ସେ ସମୟ ଚୈତନ୍ୟ ମହାପ୍ରଭୁର ବାହିକା ଦେଖିକି ଭକ୍ତମାନେ ପୁଣି ହରିଧ୍ୟାନ କରିବାକୁ ଆରମ୍ଭ କଲେ ଏବଂ ତାପରେ ମହାପ୍ରଭୁ ତ ବର୍ତ୍ତମାନ ପୂର୍ବ ଅବସ୍ଥାକୁ ଆସିଛନ୍ତି। ମହାପ୍ରଭୁ ବର୍ତ୍ତମାନ ସବୁ ଭକ୍ତମାନଙ୍କୁ ପଚାରୁଛନ୍ତି କଣ ହେଇଥିଲା ସବୁ ଯେମିତି କିଛି ଜଣା ନାହିଁ ଭଗବାନ ଅଶେଷିତ ସେ ଆସ୍ୱାଦନ କରୁଛନ୍ତି। ମହାପ୍ରଭୁ ସବୁ ଭକ୍ତମାନଙ୍କୁ ପଚାରୁଛନ୍ତି ନିଜ ବିଷୟରେ ଜିଜ୍ଞାସା କରୁଛନ୍ତି କେମିତି ଜିଜ୍ଞାସା କରୁଛନ୍ତି ତାକୁ ଚୈତନ୍ୟ ଭାଗବତ କଣ ଲେଖା ହେଇଛି। ଶେଷେ ନିତ୍ୟାନନ୍ଦ ପ୍ରଭୁ କହିତେ ଲାଗିଲା ଜଗନ୍ନାଥ ଦେଖି ମାତ୍ର ତୁମେ ମୂର୍ଚ୍ଛା ମିଳିଲା দৈবের সার্বভৌম ছিলেন সেই স্থানে ধরিত মা আনলেন আপন ভবনে আনন্দ আবেশে তুমি হই পরবশ বাহ্য না জানিল তিনি প্রহর দিবস। মহাপ্রভু পচারলে না ওর কଣ ହେଇଥିଲା ଯେତେବେଳେ ପଚାରିଲେ ନିତ୍ୟାନନ୍ଦରୁ ଏ କଥା କହୁଛନ୍ତି। ଶେଷେ ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁ ସମସ୍ତଙ୍କୁ ପଚାରୁଛନ୍ତି ଶେଷେ ନିତ୍ୟାନନ୍ଦ ପ୍ରଭୁ କହିତେ ଲାଗିଲା କଣ କହୁଛନ୍ତି ନା ଜଗନ୍ନାଥ ଦେଖି ମାତ୍ର ତୁମେ ମୂର୍ଚ୍ଛା ହେଲ। ଆପଣ ଯେତେବେଳେ ଜଗନ୍ନାଥ ଦର୍ଶନ କରି ମୂର୍ଚ୍ଛା ଏବଂ ଦୈବେ ସାର୍ବଭୌମ ଆଛିଲେନ ସେଇ ସ୍ଥାନେ ଦୈବ ଯୋଗରେ ସାର୍ବଭୌମ ସେଠି ଥିଲେ ସେଥିପାଇଁ କଣ କଲେ ଧରି ତମା ଆନିଲେନ ଆପଣ ସେଥିପାଇଁ ତମକୁ ଧରିକି ଆପଣ ଧରିକି ନିଜ ଘରକୁ ନେଇ ଆସିଥିଲେ। ଆଉ କଣ କହୁଛନ୍ତି ଆନନ୍ଦ ଆବେଶେ ତୁମେ ହୋଇ ପରବଶ ଆନନ୍ଦ ଆବେଶରେ ଆପଣ ଯୋଉ ଏଇଭଳି ଯୋଉ ଭାବରେ ରହିଥିଲେ କେତେ ସମୟ ବାହ୍ୟ ନା ଜାଣିଲ ତିନି ପ୍ରହର ଦିବସ ମାନେ ବାହ୍ୟ ଜ୍ଞାନ ନାହିଁ ତିନି ପ୍ରହର ପର୍ଯ୍ୟନ୍ତ 9 ଘଣ୍ଟା ମାନେ ଏତେ ସମୟ ଆପଣ ବାହ୍ୟ ଜ୍ଞାନ ନାହିଁ ପୁରା ସେ ଅନ୍ତର୍ଦଶାରେ ସେ ରହିଛନ୍ତି। ଆଉ କଣ କହୁଛନ୍ତି ବର୍ତ୍ତମାନ କହିଲେ ଏଇ ସାର୍ବଭୌମ ନମସ୍କାରେ ନା ତୋମାରେ ଆଶୀର୍ବାଦେ ପ୍ରଭୁତାରେ ଆଲିଙ୍ଗନ করে ମହାପ୍ରଭୁ ସେ ସାର୍ବଭୌମ ଇଏ ଆଣିକି ଆପଣଙ୍କୁ ରଖିଛନ୍ତି ତାଙ୍କ ଘରେ ଆପଣ ଅଛନ୍ତି କାରଣ ମହାପ୍ରଭୁ ଜାଣିନାହାନ୍ତି କାହା ଘରେ ଅଛନ୍ତି କଣ ଭଗବାନ ତ ଜାଣିଛନ୍ତି ଭଗବାନ ଦୃଷ୍ଟି ସବୁ ଜାଣିଛନ୍ତି ଲୀଳା ଦୃଷ୍ଟି ଦେଖିଲେ ମହାପ୍ରଭୁ ଜାଣିନାହାନ୍ତି ତାଙ୍କୁ ନେଇକି କୁଆଡେ ଯାଇଛନ୍ତି କଣ ଆମେ ମୂର୍ଚ୍ଛା ହେଲା ପରେ ଲୋକ ମୂର୍ଚ୍ଛା ହେଇଯିବେ ସେ ପଠେଇ ତ ସେଇଭଳି ଆମ ଭଳି ମହାପ୍ରଭୁ ତାଙ୍କ ଭକ୍ତ ଅଲଗା ତ ମହାପ୍ରଭୁ ଦେଖିଲେ ସେଟା ଅଛନ୍ତି ସେ ତାକୁ ବୁଝେଇଦେଲେ ଆପଣ ଏ ସାର୍ବଭୌମ ଇଏ ଆଣିକି ଆପଣଙ୍କୁ ରଖିଥିଲେ ଇଏ ହେଉଛି ସାର୍ବଭୌମ ତ ଏତିକି ଶୁଣିଲେ ମହାପ୍ରଭୁ ସଙ୍ଗେ ସଙ୍ଗେ ଉଠିକି ମହାପ୍ରଭୁ ସାର୍ବଭୌମକୁ ଆଲିଙ୍ଗନ ମହାପ୍ରଭୁଙ୍କର ଆଲିଙ୍ଗନ ଭଗବାନଙ୍କର ଆଲିଙ୍ଗନ ସାଧନ ଖାଲି ଦେଖିବେ ପ୍ରସନ୍ନ ଦେଖିବେ ମହାପ୍ରଭୁ କେତେ ଭକ୍ତଙ୍କୁ ଆଲିଙ୍ଗନ କରିଛନ୍ତି ମହାପ୍ରଭୁ ଚୈତନ୍ୟ ଚୈତନ୍ୟ ବହୁତ ଜାଗାରେ ଅଛି ଏବଂ ଏଭଳି ସାର୍ବଭୌମଙ୍କୁ ଆଲିଙ୍ଗନ କଲେ ଏବଂ ଆଲିଙ୍ଗନ ଖାଲି କଲେନି ଆଲିଙ୍ଗନ କରିକି ଅତି କୃପା ଦୃଷ୍ଟିରେ ଚାହିଁଲେ ଚାହିଁକି ଭଦ୍ର ବସନ୍ତି କହିଲେ ଭଦ୍ର ବସନ୍ତି କଣ କହିଲେ ଦେଖନ୍ତୁ ଜଗନ୍ନାଥ ହଉଛନ୍ତି କୃପାମୟ ଆଜି ତାଙ୍କରି କୃପାରୁ ଆପଣଙ୍କ ସହିତ ମୋର ସାକ୍ଷାତ ହେଇଗଲା ତାଙ୍କରି କୃପାରୁ ସାର୍ବଭୌମଙ୍କ ସହିତ ମହାପ୍ରଭୁଙ୍କ ସାକ୍ଷାତ ହେଇନି ମାନେ ମହାପ୍ରଭୁଙ୍କ ସହିତ ସାର୍ବଭୌମ ସାକ୍ଷାତ ହେଇଛି ଏଇଟା ମହାପ୍ରଭୁ ଇଚ୍ଛା କାରଣ ମହାପ୍ରଭୁ ଚାହୁଁଛନ୍ତି ସାର୍ବଭୌମଙ୍କୁ କୃପା କରିବା ପାଇଁ ତ ଏଇଭଳି କହୁଛନ୍ତି ଆଉ ଭଲ ହେଲା ମୋର ଆଜି ଶ୍ରୀକୃଷ୍ଣ ମୋର ଆଜି ଇଚ୍ଛା ପୂରଣ କଲେ କଣ କହୁଛନ୍ତି ପ୍ରଭୁ বলে শোনো আজি আমার আখ্যান জগন্নাথ আমি দেখিলাম বিদ্যমান জগন্নাথ দেখি চিত্ত হইল আমার ধরি আনি বক্ষ মাঝে থুই আপনা ধরিতে গেলাম মাত্র জগন্নাথ আমি তবে কি হইল শেষে আর নাহি জানি এই চৈতন্য ভাগবত কৌশল জগন্নাথ আমি দেখিলাম বিদ্যমান আজ তো দেখি জগন্নাথ বিদ্যমান সাক্ষাৎ জগন্নাথ দর্শন কলি জগন্নাথ কଣ কହୁଛନ୍ତି ଜଗନ୍ନାଥ ଦେଖି ଚିତ୍ତ ହଇଲ ଆମା ଧରି ଆନି ବକ୍ଷ ମାଝେ ଥୁଇ ଆପନା ମହାପ୍ରଭୁ ଭାବଟା ଦେଖ ବୁଦ୍ଧବାଷ୍ଟକୁ କହୁଛନ୍ତି ଯେତେବେଳେ ଜଗନ୍ନାଥ ସେ ଦର୍ଶନ କରିଛନ୍ତି କହୁଛନ୍ତି ନିଜେ କହୁଛନ୍ତି ମୋର ଇଚ୍ଛା ହେଲା ଜଗନ୍ନାଥଙ୍କୁ ଆଣିକି ବକ୍ଷ ରଖିବି ସେ ଚାଲିବାକୁ ବି ଦୌଡ଼ିଥିଲେ ଧରିତେ ଗେଲା ମାତ୍ର ଜଗନ୍ନାଥ আমি ସେଥିପାଇଁ ଜଗନ୍ନାଥ ଧରିବା ପାଇଁ ଗଲି তবে কি হইল শেষে আর নাই জানি
ଜଗନ୍ନାଥ ଧରିବା ପାଇଁ ଗଲି ଆଣିକି ଛାତି ଉପରେ ରଖିବା ପାଇଁ ବକ୍ଷ ଉପରେ ରଖିବା ପାଇଁ ଗଲି ତାପରେ କଣ ହେଲା ମୁଁ ଜାଣିନି ବାବୁ କହୁଛନ୍ତି ଦୈବ ସାର୍ବଭୌମ ଆଜି ଆସିଲ ନିକଟେ ଅତଏବ ରକ୍ଷା ହଇଲ ଏ ମହାସଙ୍କଟେ ଏ ସାର୍ବଭୌମ ଦୈବ ଯୁଗରେ ଆପଣ ଆଜି ଥିଲେ ସେଇଠି ସେଥି ମହାସଙ୍କଟରୁ ଆଜି ଉଦ୍ଧାର ପାଇବେ ମହାପ୍ରଭୁ ଉଦ୍ଧାର ପାଇବେ ଆଉ କଣ କହୁଛନ୍ତି ଦେଖନ୍ତୁ ମହାପ୍ରଭୁ ବର୍ତ୍ତମାନ ଗୋଟେ ସୁନ୍ଦର କଥା କହିଲେ ଆଜି হইতে আমি এই বলি দাঁড়াইয়া জগন্নাথ দেখিব বাহিরে থাকিয়া অভ্যন্তরে আর আমি প্রবেশ না হব গরুড়ের পাছে রহি ঈশ্বর দেখিব ভাগ্যে আমি আজি না ধরিল জগন্নাথ তবে তো সংকট আজি হইত আমাত সেটা মহাপ্রভু ଗୋଟେ সংকল্প কলে আজি হইতে আমি এই বলি দাঁড়াইয়া ଦୃଢ କରି ମୁଁ କହୁଛି ଆଜି ମୁଁ ଦୃଢ କରି କହୁଛି ଜଗନ୍ନାଥ ଦେଖିବ ବାহিরে ରହିବ ଜଗନ୍ନାଥ ଦର୍ଶନ କରି ବାହାରେ ରହିବ ଭିତରକୁ ଯିବେନି କାରଣ ଭିତରକୁ ଗଲେ ମୁଁ ତ ଭାବ ମିଳୁଛି ଭିତରକୁ ଯିବେନି ଦେଖୁନାହାନ୍ତି କଣ କହୁଛନ୍ତି ଅଭ୍ୟନ୍ତରରେ ଆମେ ପ୍ରବେଶ ନା ହବ ଆଉ ଅଭ୍ୟନ୍ତରକୁ ପ୍ରବେଶ କରିବି ନାହିଁ ତାମାନେ ଏଇଠୁ ଜଣା ପଡୁଛି ସ୍ପଷ୍ଟ ଯେ ମହାପ୍ରଭୁ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ଆଲିଙ୍ଗନ କରିବା ପାଇଁ ଯାଇଥିଲେ ଅଭ୍ୟନ୍ତରରେ ହିଁ ପଡିଥିଲେ ସେ ଭିତରେ ଯାହା ସୂଚନା ଜାଣିପାରୁଛି କାହିଁକି ଦିଟା ପଏଣ୍ଟରେ ଏଟା ବୁଝି ହୁଏ ସେ ଅଭ୍ୟନ୍ତର ପଡିଥିଲେ କାରଣ ଏଠି ନିଜେ କହିଲେ ଦ୍ୱିତୀୟ ହଉଛି ଆମେ ସେ କାଲି ଶୁଣିଥିଲେ ନା ମହାପ୍ରଭୁଙ୍କୁ ସେମାନେ ପଣ୍ଡାମାନେ କାହିଁକି ବିରକ୍ତି ହେଇଥିଲେ କାରଣ ଭୋଗ ଲାଗିବା ସମୟ ହେଇଥିଲା ଭୋଗଟା ଲାଗେ କୋଉଠି ଭୋଗଟା ଭିତରେ ଲାଗେ ନା ମହାପ୍ରଭୁ ଜଗନ୍ନାଥଙ୍କୁ ଯୋଉ ଭୋଗ ଲାଗେ ଦୁଇ ପ୍ରକାର ଭୋଗ ଲାଗେ ଜାଣିଛ ନା ଗୋଟେ ଭିତରେ ଲାଗେ ରତ୍ନ ସିଂହାସନ ପାଖରେ ଆଉ ଗୋଟେ ଲାଗେ ଭୋଗ ମଣ୍ଡପରେ ଭୋଗ ମଣ୍ଡପ ଯୋଉଟା ରହିଛି ଭୋଗ ମଣ୍ଡପ ରହିଛି ଦିଟା ଜାଗାରେ ଭୋଗ ଲାଗେ ଯଦି ଏଠି ଭୋଗ ମଣ୍ଡପ ଯଦି ଯାଇଥାନ୍ତା ତାହେଲେ ଏଟା ନାହିଁ ମହାପ୍ରଭୁ ତ ନିଜେ କହୁଛନ୍ତି ଭିତରକୁ ଯାଇଥିଲେ ଅଭ୍ୟନ୍ତରରେ ଆମେ ପ୍ରବେଶ ନା ହଉ ଆଉ ମୁଁ ଅଭ୍ୟନ୍ତରକୁ ଯିବିନି ତାମାନେ ଯାଇଥିଲେ ପଢିଥିଲେ ସେଇଟା କହୁଛନ୍ତି ତାମାନେ ମହାପ୍ରଭୁ ଭିତରକୁ ଯାଇଥିଲେ ତାପରେ ଏଠୁ ସେ ଦୃଢ କରି କହୁଛନ୍ତି ନା ମୁଁ ଆଉ ଭିତରକୁ ଯିବିନି ଅଭ୍ୟନ୍ତରରେ ଆମେ ପ୍ରବେଶ ନା ହବ ଅଭ୍ୟନ୍ତରକୁ ଯିବିନି ଗରୁଡର ପାଛରେ ହିଁ ଈଶ୍ୱର ଦେଖିବେ ଗରୁଡଙ୍କ ପଛରେ ରହିକି ଈଶ୍ୱର ଦେଖିବେ ତାପରଠୁ ମହାପ୍ରଭୁ ଯେତେବେଳେ ଜଗନ୍ନାଥ ଦର୍ଶନ କରନ୍ତି ଗରୁଡ ପଛରେ ରହିକି ଦର୍ଶନ କରନ୍ତି ଆଜି ବି ସମସ୍ତେ ଦେଖୁଥିବେ ମହାପ୍ରଭୁ କୋଉଠି ଦର୍ଶନ କରୁଥିଲେ ସମସ୍ତେ ଜାଣିଛନ୍ତି କୋଉଠି ଗରୁଡ ପଛରେ ଟିପ ଚିହ୍ନ ଅଛି ଦେଖିଥିବେ ପାଦ ଚିହ୍ନ ଅଛି ସେଠି ହାତ ଚିହ୍ନ ଯଦି ଅଛି ପାଦ ଚିହ୍ନ ଥିବ କି ନାହିଁ ପାଦ ଚିହ୍ନ ବି ସେଠି ଥିବ ଆମର ଦର୍ଶନ କରୁଥିଲେ ସେଠି ଟିପ ଚିହ୍ନ ଅଛି ତଳେ ପାଦ ଚିହ୍ନ ବି ଥିଲେ କିନ୍ତୁ ସେ ପାଦ ଚିହ୍ନକୁ ସମସ୍ତେ ଯାଇକି ମାଡ଼ିବେ ନା ସେଇଥିପାଇଁ ପାଦ ଚିହ୍ନକୁ ବାହାରକୁ ନେଇ ଆସିଛି ପାଦ ଚିହ୍ନ ବାହାରେ ଅଛି ନା ଏପଟେ ସାଇଡରେ ଅଛି ପାଦ ଚିହ୍ନ ଉତ୍ତର ଦ୍ୱାରରେ ପାଦ ଚିହ୍ନ ନା ଛୋଟିଆ ମନ୍ଦିରଟେ ଅଛି ତୁଳସୀ ଚଉରା ଅଛନ୍ତି ସେଇ ବାଦଚିହ୍ନ ସେଇଠି ଥିଲେ ଆମେ ସେଇଠି ବାଦଚିହ୍ନ ମନ୍ଦିରରେ ଏଇ ଛୋଟିଆ ମନ୍ଦିରଟେ ସେଇଠି ଥିଲେ ସେଇଠି ବାହାର ସମୁଦ୍ର ଉପରେ ଯାଇକି ସେ ବାଦଚିହ୍ନ ମାଡ଼ିକି ନା ସେଇଦିନ ତ ବାହାରକୁ ନେଇ ଆସିଛନ୍ତି ତ ମହାପ୍ରଭୁ ସେଇଟା ଇଏ କରିଥିଲେ ଦୃଢ଼ କରିକି ମୁଁ ଆଉ ଭିତରକୁ ଯିବି ଏଇସବୁ ଶୁଣିକି ଆଚ୍ଛା ଶେଷ କଲେ ଭାଗ୍ୟ ଆମେ ଆଜି ନା ଧରିଲୁ ଜଗନ୍ନାଥ ଏଇଟା ଗୋଟେ ଭଲ କଥା କହିଲେ ମହାପ୍ରଭୁ ଭାଗ୍ୟ ମୁଁ ଆଜି ଜଗନ୍ନାଥଙ୍କୁ ଧରିବି ତବେ ତ ସଂକଟ ଆଜି ହୋଇଥାନ୍ତା ଜଗନ୍ନାଥଙ୍କୁ ଯଦି ଧରିଥାନ୍ତେ କଣ ହେଇଥାନ୍ତା ଜଗନ୍ନାଥଙ୍କୁ ନ ଧରିକି ଅବସ୍ଥା ହେଇଥିଲା ଜଗନ୍ନାଥଙ୍କୁ ଧରିକି ଭଲ ହେଇଛି ଆଉ ସାର୍ବ ମତେ ଆପଣ କୃପା କଲେ ସାର୍ବ ସବୁ ଶୁଣିଲେ ଶୁଣି କିଛି ଉତ୍ତର ଦେଲେନି ଖାଲି ମହାପ୍ରଭୁଙ୍କର ମୁଖ ଖାଲି ଦେଖୁଛନ୍ତି କଣ କହୁଛନ୍ତି ମହାପ୍ରଭୁ ବାକ୍ୟ କେତେ ସୁନ୍ଦର ହେଇଥିବ କଣ ହେଇଥିବ ଚିନ୍ତା କରନ୍ତି ଭଗବାନ ସ୍ୱୟଂ ଭଗବାନ ଯେତେବେଳେ ବୋଲି କହୁଛନ୍ତି ମହାପ୍ରଭୁ ସେ ଯେତେବେଳେ ଶୁଣୁଥିବେ ସାଧାରଣ ବ୍ୟକ୍ତି ନୁହଁ ନା ସାଧାରଣ ବ୍ୟକ୍ତି ଜାଣିପାରିବେନି ଗୋଟେ ବିଦ୍ୱାନ ଲୋକ ନା ସିଏ ସେ ଯେତେବେଳେ ଶୁଣୁଛନ୍ତି ତାଙ୍କଠୁ କଣ ଲାଗୁଥିବ ତାଙ୍କୁ ତାପରେ ନିତ୍ୟାନନ୍ଦ ଏ ସବୁ ପ୍ରକାଶ ମହାପ୍ରଭୁ ଜାଗ୍ରତ ହେଲେ ସମସ୍ତେ ପ୍ରସାଦ ପାଇକି ଜଗନ୍ନାଥ ମନ୍ଦିର ତ ଫେରିଛନ୍ତି ପ୍ରସାଦ ତାପରେ ପ୍ରସାଦ ବ୍ୟବସ୍ଥା ହେଲା ପ୍ରସାଦ ବ୍ୟବସ୍ଥା କେମିତି ସମସ୍ତେ ପ୍ରସାଦ ପାଇବେ କିନ୍ତୁ
आगे समस्त क्षुधा पिपासा सब लागले नहीं महाप्रभु कौन कले समस्त कले ठीक अछि बर्तमान चलो समस्त स्नान करिवा स्नान करी प्रसाद सेवन करिवा अच्छा महाप्रभु स्नान करिवे प्रसाद पाइबे तापर स्नान कर पाइबे महाप्रभु न पाइले कोन माने सुपाइबे ना से समस्त महाप्रभु सहित समस्त गले स्नान करिया कोठी स्नान करिया गले को थिबो कोठी पड़को बहुत अधिक बहुत जे स्नान कले एवं स्नान के समस्त आसीले से समय नित्यानंद प्रभु महाप्रभु गोटे सुंदर कथा कहले जोटा आम जमी कहते जदि भल नित्यानंद महाप्रभु तो वर्ष से स्वयं कृष्ण बाबा से कहले तुम एकुटिया जाए पड़े दर्शन करिया एक कहीं गल दर्शन करिया आम तो समस्त मिसिक आसीले तुम जेका गल दर्शन करिया एका जीवन रहा अवस्था एका कहीं जीव एका जीवन आज जो एका जीवन दर्शन करिया महाप्रभु कौन कहले नित्यानंद प्रभु कहले तुम एका जीवन दर्शन करिया महाप्रभु कौन कहले महाप्रभु राजी महाप्रभु कौन कहले देखो बहुत सुंदर एटा हम पे शिक्षा महाप्रभु कौन कहले ठीक अछि आज जो मो ए देह को तुमको समर्पण करी ए देह को तुम जेमति व्यवहार करियो महाप्रभु नित्यानंद प्रभु के कहछथि मो देह को तुमको समर्पण करी ए देह रक्षा तुम करियो ए देह को तुम रक्षा करियो तो एटा काम में शिक्षा हम पे आमे मध्य ए देह को समर्पण करछे बा करियो उचित का बात हमारा पाखे नहीं गुरु को पाखे नित्यानंद प्रभु कोन गुरु ना आदि गुरु तो नित्यानंद प्रभु ना तो गुरु पाखे में समर्पण करियो उचित आ दीक्षाटा कोन है दीक्षा गले शिष्य करे आत्मसमर्पण कहां बात आत्मसमर्पण करियो जब कृष्ण पाखे लेकिन कृष्ण को हम जाने कृष्ण से संबंध तो नहीं से गुरु को पाखे से गुरु का निकट से संबंध हो गुरु को निज समर्पण करो कहले गुरु कौन करे नहीं को हर पास पहुंचे तो ये भले महाप्रभु नित्यानंद कहले तापर समस्त गले जे कि समुद्र गले स्नान करे कि अति शीघ्र फेरी आसिले से स्नान महोदधि काहे कीछि महाप्रभु स्नान कला पर महोदधि तापर समस्त आसिले आसिकी महाप्रसाद व्यवस्था कले समुद्र शीघ्र आसिले और समस्त पहुंचला पर पुणी महाप्रभु चरण धोत करिकी आसी हम बसे कि सामूहिकाचार्य विभिन्न प्रकार महाप्रसाद जगन्नाथ मंदिर जो प्रसाद बाहर बहुत सुंदर सुंदर प्रसाद सब महाप्रसाद आने की निज भवन में प्रथम थर पई महाप्रभु भोजन व्यवस्था एवं महाप्रभु से कहउछथि मते लाफा व्यंजन और सागवाती सब दियो और जो मीठा जहाँ सब रही पिठा पଣା छेना पोड़ पिठा जहाँ सोला जिनसे सब रही नित्यानंद अलग भक्त सब दिए तो सार्वभौम बर्तमान से भली गले जगन्नाथ सार्वभौम कौन कहउछथि जगन्नाथ कैसे करिया छन भोजन आज सब महाप्रसाद कर आस्वादन जगन्नाथ केमिति भोजन करंती आपण समस्त आज से महाप्रसाद आस्वादन कर सार्वभौम तो जगन्नाथ महाप्रसाद देती से सब प्रकार भेराइटी ले देती है निश्चित तो एगो गोटे दिन भेराइटी देना तो जहां माने जते प्रकार लागू छी सब जिंस ना देती हम के जे देती तब बोले जगन्नाथ केमिति भोजन करछंती आपण आज से सब प्रसाद सेवन कर तो भगवान समस्त परमानंद रे समस्त भोजन करले एवं सेठी समस्त विश्राम कले तेणु महाप्रभु भोजन कलेनी भगवान भोजन कलेनी अरे रीवो तेरे ए जो लीला को जे सुनो दिला कौन कहउछंती नीलाचले प्रभुर भोजन महारंग इहार श्रवणे भय चैतन्यर संग नीलाचले प्रभुर भोजन महारंग नीलाचले प्रभुर जो भोजन महारंग भगवान से जो भोजन करछंती एटा जे सुनंती ताहार श्रवणे भय चैतन्यर संग ए लीला को जे सुनंती से महाप्रभुर संग हरि हरि ओ
करने वेले सुनिले माने महाप्रभु सम्मान करूछ अश्व भारत मान भारत तो कौन सा भारत नहीं खास ये जो प्रसाद है तो समस्त प्रसाद सेवन करेंगे विश्राम लेंगे तापर कौन ना परमेश्वर विश्राम से क्या ना उठेगा तो हम जाएंगे समस्त प्रसाद सेवन करेंगे प्रसाद प्रभु जी हमारी गुरुदेव गवर्नमेंट महाराज श्री मां हमारे हाँ सेटा खाली बहुत दिन ना बाइबल में अपना परिवर्तन नहीं होता वृंदावन में भी हमारे गुरुदेव राघवेंद्र स्वामी महाराज सब वृंदावन प्राय 100-150 पछले जात्रा होता गुरुदेव अवलंबन नयनरे मु अनुभव करे से राधा रानी को कृष्ण बने छथि माने समस्त जेते देखला माने न देखला बडे माने समस्त से नजर रखता किंतु मुझे माने सेटा एक्चुअली जेते हमें साधुवाद हमें दूसरे के ना जयग्रंथरा शशि चैतन्य चरितामृति सार्वभौमाचार्य की श्री प्रभुपाद महाराज की जयपतवान श्री गुरुदेव की आनंद कोटि वैष्णव वृंद की संवेद गौर भक्त वृंद की निताई गौर प्रेमानंद बालाक्षर दास प्रभु की